शुभ अपराह्न आपणମାନଙ୍କୁ ସମସ୍ତଙ୍କୁ ଆଜିର କ୍ଲାସ୍କୁ ସ୍ୱାଗତ। ପୂର୍ବ କ୍ଲାସ୍ରେ ମୁଁ ଆପଣମାନଙ୍କୁ ପଢ଼ାଇଥିଲି କି କାଳ ନିରୂପଣର ପଦ୍ଧତି। ତ ସେ କାଳ ନିରୂପଣ ପଦ୍ଧତିରେ ମୁଁ ଆପଣଙ୍କୁ ପ୍ରତ୍ୟକ୍ଷ ଉପାୟରେ କେମିତି ନିରୂପଣ କରାଯାଏ ଏବଂ ପରୋକ୍ଷ ଉପାୟରେ କେମିତି କାଳ ନିରୂପଣ କରାଯାଏ। ଏଇ ଯେଉଁ କାଳ ନିରୂପଣର ପଦ୍ଧତି ଗୁଡ଼ା ଆପଣଙ୍କୁ ମୁଁ ଶିଖେଇଥିଲି, ତ ପରୋକ୍ଷ ଉପାୟର ପଦ୍ଧତିରେ ଆମେ କ'ଣ ଗୋଟେ ଅନୁମାନିକ ବୟସ ସୀମା କି ଅନୁମାନିକ ସମୟ ଆମେ ଧାର୍ଯ୍ୟ କରିପାରୁ କି କେଉଁ ଜିନିଷଟି କେଉଁ ପଦାର୍ଥଟି କେଉଁ ସମୟର, ଏବଂ ପ୍ରତ୍ୟକ୍ଷ ଉପାୟରେ ଆମେ ଗୋଟେ ସିଧାସଳଖ ଆପ୍ରୋଚ୍ କରୁ କି କେଉଁ ଜିନିଷଟି କେଉଁ ସମୟକୁ କେଉଁ ଜିନିଷଟି କେଉଁ ସମୟ ଭିତରେ ଆସୁଛି। ତ ଏଇ ଯେଉଁ ଦୁଇଟି କାଳ ନିରୂପଣ ପଦ୍ଧତି ଆମେ ଦେଖିଲେ, ଏ ସବୁ କାଳ ନିରୂପଣ ପଦ୍ଧତିରେ କେଉଁଥିରେ ଆମେ ବିଭିନ୍ନ ପ୍ରକାର ରସାୟନ ବିଜ୍ଞାନର ବ୍ୟବହାର କଲେ, କେଉଁଥିରେ ଆମେ ବିଭିନ୍ନ ପ୍ରକାରର ଅଲଗା ପଦ୍ଧତି, କେଉଁଥିରେ ଆମେ ବିଭିନ୍ନ ପ୍ରକାରର ପଦାର୍ଥ ଗୁଡ଼ାକୁ ବ୍ୟବହାର କରିକି ଗୋଟେ ରିଲେଟ୍ କରିକି ଆମେ ବ୍ୟବହାର କଲେ। ବଟ୍ ଯାହା ବି କରିଥାଉ ଏସବୁରେ ଗୋଟେ ମୁଖ୍ୟତଃ ଭୂମିକା ନିଭାଇଥାଏ, ସେଟା ହେଉଛି ପରିବେଶ। ବିନା ପରିବେଶରେ ଏସବୁ ଗୁଡ଼ିକ ଅଧୁରା। ସେଇଥିପାଇଁ ଆମେ କାଲି ମୁଁ ଆପଣଙ୍କୁ ସମ୍ୟକ ଭାବରେ ଧାରଣା ଦେଇଥିଲି କି କେମିତି ଆମେ ପରିବେଶକୁ ପୁନର୍ଗଠନ କରିବା ଏବଂ ଏହାର ଜରୁରୀ କାହିଁକି, ପରିବେଶ ପୁନର୍ଗଠନର ଆବଶ୍ୟକତା କ'ଣ। ଆକ୍ଚୁଆଲି ପରିବେଶକୁ ପୁନର୍ଗଠନ କାହିଁକି, ଯେତିକ ଆମେ ଏଇ ଯେଉଁ କାଳ ନିରୂପଣର ପଦ୍ଧତି ଦେଖିଲେ ସବୁଗୁଡ଼ିକ କମ୍ ବେଶୀ ହଉ ୟା ତ ପ୍ରାଣୀ ବିଜ୍ଞାନ ସହିତ ଜଡ଼ିତ ୟା ତ ଉଦ୍ଭିଦ ବିଜ୍ଞାନ ସହିତ ଜଡ଼ିତ। ତେଣୁ ଏଇ ଯେଉଁ ସବୁ କାଳ ନିରୂପଣରେ ପରିବେଶଟି ଆମର ଖୁବ୍ ମୁଖ୍ୟ ଭୂମିକା ନିଭାଏ। କାହିଁକି, ଅତୀତରେ ଆମର ଏଇ ଯେଉଁ ଆଦିମ ଅଧିବାସୀମାନେ ଥିଲେ ସେମାନେ ପ୍ରକୃତି ସହିତ ରହୁଥିଲେ, ସେମାନଙ୍କୁ ଆମେ ନ୍ୟାଚୁରାଲ ମ୍ୟାନ୍ ବୋଲି କହୁ। ତା ମାନେ ହେଉଛି ପ୍ରକୃତି ସହିତ ସେମାନେ ଅତପ୍ରତ ଭାବେ ଜଡ଼ିତ ଥିଲେ, ପ୍ରକୃତିରେ ସହିତ ସେମାନେ ରହୁଥିଲେ, ଖାଉଥିଲେ, ପିଉଥିଲେ, ବଞ୍ଚୁଥିଲେ। ତେଣୁ ଆମେ ଯେଉଁ ବି ଜିନିଷ ଯାହା ବି ପାଉଛୁ, ଯଦି ଆମେ ଜୀବାଶ୍ମ ପାଉଛୁ, ସିଏ ବି ଆମକୁ ଯଦି ମିଳୁଛି ତାହେଲେ ସେ ମାଟି ତଳେ ମିଳୁଛି ଅଥବା ପଥର ତଳେ ମିଳୁଛି, ସିଏ ବି ଗୋଟେ ପ୍ରକୃତିର ଭାଗ। ଯଦି ଆମେ ପରିବେଶ ସହିତ ପାଉଛୁ ତ ସେ ପରିବେଶ ବି ଆମ ପ୍ରକୃତିର ଭାଗ। ତ ପରିବେଶ କ'ଣ ହଠାତ୍ କିନା ବଦଳେ ନା, ପରିବେଶକୁ କ'ଣ ପୁନର୍ଗଠନର ଆବଶ୍ୟକତା କ'ଣ, ପରିବେଶ ତ ପରିବେଶ ଜାଗାରେ ଅଛି। ପୁନର୍ଗଠନର ଆବଶ୍ୟକତା ମାନେ ଆମେ ଅତୀତରେ ଯେଉଁ ସବୁ ଜିନିଷ ଯେଉଁ ସବୁ ପରିବେଶରେ ମିଳିଥିଲେ, ବର୍ତ୍ତମାନରେ ସେଇ ସବୁ ଜିନିଷକୁ ଆମେ କ୍ରମ ଅନୁସାରେ ସଜାଡ଼ି ଅଥବା କ୍ରମ ଅନୁସାରେ ଗୋଟେ ଲିପିବଦ୍ଧ କରି ରଖି ତାର ପରିବେଶର ପୁନର୍ଗଠନ କରି ଆମେ ଗୋଟେ ଦୁହିଁକୁ ପରସ୍ପରକୁ ଆମେ ଗୋଟେ ରିଲେଟ୍ କରିକି ଆମେ ବହୁତ କିଛି ତଥ୍ୟ ପାଇପାରୁ। ତ ଏଇଥିପାଇଁ ଆମେ ବହୁତ ଗୁଡ଼େ ପଦ୍ଧତି ବ୍ୟବହାର କରୁ। ପ୍ରଥମ ପଦ୍ଧତି ହେଉଛି ଇନଷ୍ଟ୍ରୁମେଣ୍ଟାଲ କ୍ଲାଇମେଟ୍ ଡେଟା ମେଥଡ଼। ତ ଏଇ ଯେଉଁ କ୍ଲାଇମେଟ୍ ଡେଟା ମେଥଡ଼ ମିନ୍ସ ପରିବେଶକୁ ଆମେ କିଭଳି ବିଭିନ୍ନ ପ୍ରକାରର ତଥ୍ୟ ଦ୍ୱାରା ଆମେ କେମିତି ବାହାର କରିପାରୁ। ତ ଏଥିରେ କ'ଣ କ'ଣ ଦରକାର ହୁଏ, ପ୍ରଥମତଃ ଏଥିରେ ଟେମ୍ପରେଚର ଦରକାର ଥାଏ। ଦ୍ୱିତୀୟତଃ ଆମେ କ'ଣ କରୁ, ପ୍ରେସିପିଟେସନ୍ ଅଥବା ଆପଣ କହିପାରିବେ ବର୍ଷା କି କ'ଣ କୁହୁଡ଼ି, ବରଫ, ପବନ, ଖରା, ବିଭିନ୍ନ ପ୍ରକାର ଆଟମୋସ୍ଫିୟରିକ୍ ପ୍ରେସର, ଏସବୁକୁ ଆମେ ଗୋଟେ ଷ୍ଟାଣ୍ଡାର୍ଡାଇଜ୍ ଯନ୍ତ୍ର ସାହାଯ୍ୟରେ ଆମେ ମାପିକି ତାର ସବୁ ରେକର୍ଡ ଗୁଡ଼ା କରିକି ରଖିଥାଉ। ଠିକ୍ ଅଛି, ରେକର୍ଡ କରିକି ରଖିଥାଉ। ଏବଂ ସବୁଠୁ ରେକର୍ଡଟା କାହିଁକି ରଖିଥାଉ, ଏଇ ରେକର୍ଡଟା ଆମକୁ କାମରେ ଆସିବ। ଆଗକୁ କେମିତି କାମରେ ଆସିବ, ସେ କହୁଛି ୟା ପାଇଁ ମୁଖ୍ୟତଃ ଆମର ଟେମ୍ପରେଚର ଅଥବା ତାପମାତ୍ରାଟା ଆମର ମୁଖ୍ୟତଃ ଭାବରେ ବ୍ୟବହାର କରାଯାଏ। କାହିଁକି, ଆମ ସବୁ ପରିବେଶରେ ଆମକୁ ତାପମାତ୍ରାଟା ଦରକାର ହୁଏ। କେଉଁଠି ଜୋରେ ତାପମାତ୍ରା, କେଉଁଠି କମ୍ ତାପମାତ୍ରା, କେଉଁଠି ନର୍ମାଲ ତାପମାତ୍ରା, ଏବଂ ତା ବ୍ୟତୀତ ଆମକୁ ବର୍ଷା ବି ବହୁତ ଜରୁରୀ। କିନ୍ତୁ ବର୍ଷାର ସବୁଆଡ଼େ ବିଭିନ୍ନ ଜିଓଗ୍ରାଫିକାଲ ଏରିଆ ହିସାବରେ ବର୍ଷା ବି ସମୟକ୍ରମରେ ବଦଳେ। ତେଣୁ ଏଇ ଯେଉଁ ଡାଟାଟା କ'ଣ, କେଉଁଠୁ ଆମେ ଏଇ ଯେଉଁ ଡାଟା ଗୁଡ଼ା ଆମେ କେଉଁଠୁ ପାଇବା, ଆମେ ଏଇ ଯେଉଁ ଡାଟା ନେଲେ, ଏଇ ଯେଉଁ ତାପମାତ୍ରା ନେଲେ, ପ୍ରେସିପିଟେସନ୍ ନେଲେ, ବର୍ଷା, ପାଣି, ପବନ, ଗରମ, ଖରା, ଏସବୁକୁ ଆମେ କେଉଁଠୁ ଆଣୁ, ସେ କହୁଛି ଯେ ଏଇଟା କ'ଣ ଆମେ କେଉଁଠୁ ଆଣୁ, ମୁଖ୍ୟତଃ ଆମେ ସମୁଦ୍ର, ମହାସମୁଦ୍ର ଏବଂ ଆମର ଏଇ ଯେଉଁ ସ୍ଥଳଭାଗର ଦ୍ୱାରା ଆମେ ଏଗୁଡ଼ା ସବୁ ଧୀରେ ଧୀରେ କରିକି ଗୋଟେ କରିକି ଆମେ ମେଜର କରିକି ଗୋଟେ ଷ୍ଟାଣ୍ଡାର୍ଡାଇଜ୍ ରେକର୍ଡ ଭଳିଆ କରିକି ରଖିଥାଉ, ଯେଉଁଥିରେ କି ଆମେ ଜାଣିପାରୁ କି ମିଳେଇକି ପୂର୍ବର ଆମର କ'ଣ ପରିବେଶର କ'ଣ କେମିତି ଥିଲା। ଠିକ୍ ଅଛି, ଦେନ୍ ସେଇଥିରେ ଆମେ କ'ଣ କରୁ, ଏଇ ମେଥଡ଼ଟା କ'ଣ ଇଏ କରୁ, ଏଠି ଯେଉଁ ଆମର ସମୁଦ୍ରର ପ୍ରେସର କେତେ ଲେବୁଲରେ ସମୁଦ୍ରଟା ଆସୁଛି ଯାଉଛି, ଠିକ୍ ଅଛି, ଏବଂ ଆଇସ୍ର କଣ୍ଟେଣ୍ଟଟା କେତେ, ପବନଟା କେଉଁ ଜୋରରେ ହେଉଛି, ହ୍ୟୁମିଡିଟି କେମିତି, ଠିକ୍ ଅଛି, ଏଇ ମେଥଡ଼ ଏଗୁଡ଼ା ସବୁ ଇନକ୍ଲୁଡ଼ କରାଯାଏ ଏବଂ ଏହାକୁ ଏଇ ଥ୍ରୋରେ କଲେକ୍ଟ ବି କରାଯାଏ। ତ ଇନଷ୍ଟ୍ରୁମେଣ୍ଟାଲ କ୍ଲାଇମେଟ୍ ଡେଟା ମେଥଡ୍ସ
और अदरवाइज आम कहवा कि परिवेश संबंधी तथ्य गुड़ी को आम विभिन्न प्रकार जंत्रपाति थ्रोरे टेम्परेचर मापी गोटे 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 कर जमी टेबुलर फॉर्म रे आमर सेंसस डाटा कलेक्ट करके रखु सेमती छोट 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 ताको डेटा करके कि एई जगार टेम्परेचर या आम ए भुवनेश्वर मारदे आप मोबाइल देखिए कि कौन कि कमिंग आगामी 7 दिन भुवनेश्वर तापमात्रा केते आपन को देखिए पड़े आसे आज टेम्परेचर केते ह्यूमिडिटी केते प्रेसिपिटेशन केते सनशाइन केते रे सनराइज केते रे सब हमको डिटेलटा मिल जाए एमती आम डिटेल सब रखी था आगको आम कम आसो बोली देन तापर आमर पलि आसला ऐतिहासिक तथ्य गुड़ा जो रेकर्ड माने रेकर्ड हिसाब आम करके रखी था ऐतिहासिक तथ्य रेकर्ड आम केमती कलु एटा कौन कौन आमर धरी थाए मेनली एटा हूँ सब दिन तिथि रखी थाए एवं कोटी वर्षा कोटी बात्या कोटी मरुड़ी कोटी आमर कौन कि माने वाटर माने पानी जगटा बहुत बरफ माने टेम्परेचर कमीगला तो सेटा बरफ पड़गला है कौ समय से बरफ है एवं केत बरफ पड़ा हाँ ये डाटा गुड़ाक आम सब रेकर्ड करके रखी था एवं ये रेकर्डटा को आम कौ जगार मेनली नो यूरोप ईस्टर्न एशिया और नॉर्थ अमेरिका बट एटा सबुठी काम आसेनी कहीं सी कहे सब जगह तो ये सेम जिनस न था बहुत जगह वेरिएशन भी हुए तेणु आपण मैंने गोटे जगार जिनस करके रखिकी सबुठी इम्प्लीमेंट कर तेणु परिवेश गोटे जिनस सब बदलुची आपण मैंने देखुचे सब बदलुची आगर परिवेश एबर परिवेश भर बहुत फरक जो जगह आम शीत केते रोला एवं शीत तो गरम हो तेणु ये परिवेश जो बदलावटा जो बदलाटा जो बदली चली तो आमर आजिका डेट्रे आम मानकर बॉडीटा यही क्लाइमेट एडजस्ट करगला तो ये जो बदली चली अतीत में कौ परिवेश थिला क्यों प्रकार पशुपक्षी रोते क्यों प्रकार से खाद्य खाऊले क्यों मैंने पशुपक्षी को मारिकी खाऊले परिवेशटा केमिति थिला से माने हृष्ट फृष्ट रोग नथिला एते भलरे बिना मेडिसिन बिना हॉस्पिटल केमिति रोते तो परिवेश से गोटे जिनस जी की तार आंसर दे तो परिवेश तो पार्टी नहीं से कही पारे तेणु यहाँ कम हो मनीषर जी कि अतीतर यही सब खोले ताली करके जो आप काल निरूपण पद्धति कहली ये सब को करके आमर विभिन्न प्रकार परिवेशर सब तथ्य छोट छोट संग्रह करके रखी था तो एबे आमे आसीबा डेंड्रोक्रोनोलॉजी मु आपन ऑलरेडी आगुर भी कही कि डेंड्रोक्रोनोलॉजी और वृक्ष कल्प साहाय्य समय काल निरूपण तो यहाँ ट्रीरिंग एनालिसिस भी कह जाए तो यहाँ केमती से कहे मुख्यतः जो भल पाग थाए खूब ठंडा जोटी थी से भलरे हम किंतु वर्षा जगह टी कष्ट हेनी तो यहाँ से कहे नॉर्मल क्लाइमेट जो था से हुए एवं आम जो क्रॉस डेटिंग माने आम जो मुझे कही गोटे गछ तार गोटे रिंग भाया फर्म कला से रिंग को से कर चलला जिते बड़ हो चला से रिंग ही चलला तो आम जो गचर गोटे गछटा को गंडी काटी दौचु से गंडी देखिए आप अनेबे रिंग 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 भाया आप बहुत भलरे देखिए से रिंग विभिन्न प्रकार रिंग कलर भी अलग थी मझीटा अलग कलर थी साइड बड़ को धीरे अलग कलर थी कहीं मझीटा हूँ पुराना तेणु सी खूब गाढ़ा कलर थी एवं जिते धीरे धीरे दूर पेरीफेरी आड़ को जी से हल्का हल्का कलर थी रिंग काउंट आम करें तार बयस सीमा जापर ठीक अच्छे सो यही विभिन्न सामान प्रकार रिंग जो जगार थी गोटे परिवेश आम कहू यहाँ गोटे सैंपल तमें यहीटा आम क्रॉस डेटिंग करके धर ये जगह गोटे गछ लोप पाई केते वर्ष पूर्वे धर गोटे समय क्यों गछटी थी जार औषध खूब काम दौला एमती जिन जानला बेलू आम क्रॉस डेटिंग करके अथवा आम कालक्रम गछर सब तथ्य नहीं कि आम विभिन्न प्रकार गछर बयस सीमा जापर ठीक अच्छे तो ये गछर रिंग जिनस हूँ बहुत खरा भल खरा हेले हेनी टी नॉर्मल क्लाइमेट हेले जो भल क्लाइमेट रही रिंगटा भल फॉर्म हम देन तापर पलि आसिले आम हूँ कोराल रेकर्ड्स को तो कोराल रेकर्ड्स कौन आपण मैंने देखिथे कोरालटा माने हूँ नॉर्मल यहाँ हूँ गोटे फसिल रेकर्ड जीव से कहे यहाँ हूँ गोटे माने वर्षरे एवं गोटे पर्टिकुलर सीजन आम यहाँ को पर्टिकुलर गोटे गोटे सीजन आम या रेकर्ड करूँ एवं यहाँ गोटे पर्टिकुलर गोटे गोटे मुख्यतः गोटे ही क्लाइमेट गोटे ही परिवेश उपर आमको धारणा दिए कंपेयर टू अदर मेथड्स अन्य जो आम मेथड दी तीन व्यवहार कल आमको से अलग अलग जिन विषय धारणा दिए कि यहाँ गोटे निर्दिष्ट परिवेश पर आमको धारणा दिए एवं यहाँ को व्यवहार करना से कौची आमर जो अतीत जो जीवाश्म जो तथ्य थिला एवं विभिन्न प्रकार परिवेश विषय आम जानिकी गोटे पुनर्गठन कर देन तापर आम आसिलु स्पेलियोथेम्स और केव डिपोजिट केव डिपोजिटा केमती
ଏଇଠି କ'ଣ ହେଉଛି ଆମର ଯେଉଁ ଗୁମ୍ଫାରେ ହେଲା ସବୁ କ'ଣ କହିବି ଡିପୋଜିଟ୍ ହେଇକି ରହୁଛି। କ'ଣ ଡିପୋଜିଟ୍ ହେଉଛି ଆମର ଯେଉଁ ପାଣିର ଯେଉଁ ମିନେରାଲ ଅଂଶଟା, କାହିଁକିନା ଆମର ଗ୍ରାଉଣ୍ଡ ଆପଣ ଜାଣିଛି କାଲି କହିଥିଲେ ଆପଣଙ୍କୁ କି ଭୂତଳ ଆମର ମାଟି ଭୂତଳ ପାଣି ଅଛି ମାନେ ଗ୍ରାଉଣ୍ଡ ୱାଟର ଯେଉଁଟା, ସେ ଗ୍ରାଉଣ୍ଡ ୱାଟରର ମିନେରାଲ ପର୍ସନ ଗୁଡ଼ା ଅଥଚ ବର୍ଷା ବର୍ଷା କି ଯାହା ବି ହେଲା ତାର ଯେଉଁ ମିନେରାଲ ଜିନିଷ ଗୁଡ଼ା ପାଣିର ସେଠି ଜମା ହେଇକି ରହିଲା ହେଲା। ଏବଂ ଏଇ ଜମା ହେଇକି ରହିଲା ଫଳରେ ସେ କହୁଛି ଏଇଟା କେମିତି କେମିତି କେଭ୍, ଏଇଟା ହେଉଛି ଲାଇମଷ୍ଟୋନ୍ ଅର୍ ଡୋଲଷ୍ଟୋନ୍ ସଲ୍ୟୁସନାଲ କେଭ୍ସ ହେଲା। ଏବଂ ଇଏ ଆମକୁ କ'ଣ ତଥ୍ୟ ଦିଏ, ଇଏ ଆମକୁ ଚେଞ୍ଜେସ୍ ଅଫ୍ ହାଇଡ୍ରୋଲୋଜିକାଲ ସାଇକେଲ ଏବଂ ଆଟମସ୍ଫେରିକ୍ ସର୍କୁଲେସନ୍ସ ଏବଂ ଅତୀତର ସଂସ୍କୃତି ଉପରେ ଆମକୁ ଧାରଣା ଦିଏ। ଏବଂ ଏଇଟା ପର୍ଟିକୁଲାର ଗୋଟେ ଜାଗାକୁ ଆମର ସୀମିତ, ଏଇଟା ସବୁଠି ବି ଦେଖାଯାଏନି। ସ୍ପେସିଆଲି ଗୁମ୍ଫାରେ ଏମିତି ଜିନିଷ ମାନେ ଟିକେ ଆମର ଆମର ଏଇ ନର୍ମାଲ ଟେମ୍ପରେଚର ବି ଦେଖାଯାଏନି। ତ ଏଇଟା ଆମର ଉତ୍ତର ଆମେରିକା, ୟୁରେସିଆ, ଟ୍ରପିକ୍ସ ଗୁଡ଼ାରେ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆରେ ଦେଖାଯାଏ। ତାପରେ ଆମେ ଆସିବା ଭାରଡେ ଲେକ୍ ଏବଂ ଓସେନିକ୍ ସେଡିମେଣ୍ଟ। ତ ଭାରଟା କେମିତି ଆମର ହୁଏ, ଯେମିତି ଆମେ ଆମର ଟ୍ରି ରିଙ୍ଗଟା ଦେଖିଲେ ଠିକ୍ ଅଛି, କି ଯେମିତି ମୁଁ ଆପଣଙ୍କୁ କହିଥିଲି ସ୍ତର ତତ୍ତ୍ୱ କଥା କହିଥିଲି କି ଗୋଟେ ଲେୟାର ପରେ ଲେୟାର, ଗୋଟେ ସ୍ତର ପରେ ସ୍ତର, ସେଇଠି ସବୁ ଜିନିଷ ଡିପୋଜିଟ୍ ମାନେ ସେଇଠି ସବୁ ଜିନିଷ ରହି 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 ଚାଲିବ। ଏବଂ ଆପଣ ଗୋଟେ ପରେ ଗୋଟେ ସ୍ତର ଖୋଳି ଖୋଳି ଚାଲିବେ, ଦେଖିବେ କେଉଁ ସ୍ତରରେ ମାଟି ଅଂଶ ଅଧିକା, କେଉଁ ସ୍ତରରେ ପଥର ଅଂଶ ଅଧିକା, କେଉଁ ସ୍ତରର ରଙ୍ଗ ଅଲଗା, କେଉଁ ସ୍ତରର ମାଟି ହାଲକା ଫସ୍କା, କେଉଁ ସ୍ତର ମାଟି ବାନ୍ଧି ହେଇକି ରହିଛି। ତ ଏଇସବୁ ସ୍ତରକୁ ଆମେ ଜାଣିଲେ, ଖୋଳିଲେ ଆମେ ତାର କ'ଣ ଜାଣିପାରିବା, ଆମେ ସେଇ ସମୟର ପାଣିପାଗ ବି ଜାଣିପାରିବା। ସେଇ ସମୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଆଭୂଷଣ ସବୁ ସେମାନଙ୍କର ଥିବ, ବିଭିନ୍ନ ବ୍ୟବହୃତ ଜିନିଷ ଥିବ, ବିଭିନ୍ନ ଅବଶେଷ ଥିବ, ତାକୁ ବି ଆମେ ଜାଣିପାରିବା। ବିଭିନ୍ନ ପ୍ରକାରର ହାଡ଼ ବି ପାଇପାରିବା ଆମେ, ଏସବୁ ଆମେ ଜାଣିପାରିବା ଠିକ୍ ଅଛି। ତ ସେ କହୁଛି ଏଇ ଯେଉଁ ଭାରଟା କେମିତି ଫର୍ମ ହୁଏ, ଯେତେବେଳେ ଆମର ଏଇଟା କେମିତି ହୁଏ, ଯେତେବେଳେ ଗୋଟେ ଗ୍ଲାସିୟର ଗୋଟେ ଗୋଟେ ବରଫଟା ଥିବ ହେଲା, ସେଟା କ'ଣ କରିବ, ଯେତେବେଳେ କ'ଣ କି ଯେତେବେଳେ ବରଫଟା ସେ କହୁଛି ଏ ଯେଉଁ ଡିପୋଜିଟ୍ ଫର୍ମ ବାଇ ଗ୍ଲାସିୟର ଏଣ୍ଡ ଇନ୍ ଟୁ ଏ ଲେକ୍ ଅର୍ ଆନ୍ ଓସେନ୍, ଯେତେବେଳେ ଗୋଟେ ହ୍ରଦ କିମ୍ବା ଗୋଟେ ସମୁଦ୍ରକୁ ପରିଣତ ହେବ ବରଫଟା, ସେ ଭାର ଗୁଡ଼ା ତାହାରି ଲେୟାର ଲେୟାର ଭିତରେ ଜମା ହେଇକି ଚାଲିବ। ମାନେ ଆମେ ଯେମିତି ମାଟିର ସ୍ତରରେ, ଯେ ମାଟି ସ୍ତରକୁ ପଢ଼ିବାକୁ ଆମେ ଯେମିତି ଷ୍ଟ୍ରାଟିଓଗ୍ରାଫି କହିଲେ, ଗଛର ଆମର ଯେଉଁ ସ୍ତର ଅର୍ ଗଛର ଯେଉଁ ରିଙ୍ଗ ଅର୍ ଗଛର ଯେଉଁ ସର୍କଲଟା ପଢ଼ିବାକୁ ଆମେ ଯେମିତି କହିଲେ ଡେଣ୍ଡ୍ରୋକ୍ରୋନୋଲୋଜି ଅଥବା ବୃକ୍ଷଗଣ, ସେମିତି ଏ ଯେଉଁ ହ୍ରଦ ରହିଲା କିମ୍ବା ନଦୀ ରହିଲା, ତାର ଯେଉଁ ସ୍ତର ସ୍ତରରେ ଯେତେବେଳେ ବରଫଟା ମେଲ୍ଟ ହେଇକି ଯେତେବେଳେ ଫର୍ମ ହେଉଛି, ସେଇ ସ୍ତର ସ୍ତରରେ ଯାହା ଜମା ହେଲା ତାକୁ କୁହନ୍ତି ବା ଭାର କୁହନ୍ତି। ଏବଂ ଏଇଟା ମେନଲି କେଉଁଠି ଦରକାର, ଯେଉଁଠି ଗ୍ଲାସିଆଲ ସେଡିମେଣ୍ଟସ୍ ଥିବ, ନା ଯେଉଁଠି ବରଫ ଜାଗାରେ ପ୍ରବଳ ବରଫ ତୁଷାରପାତ ଜାଗାରେ, ଯେଉଁଠି ସ୍ତର ପରେ ସ୍ତର ସ୍ତର ପରେ ସ୍ତର ଥିବ, ତାର କ୍ରମକୁ ଆମେ ଜାଣିବା ପାଇଁ ଏବଂ ତାକୁ ତାର ସବୁ ସ୍ତରରେ କ'ଣ ଅଛି ତାକୁ ଆମେ ଜାଣିବା ପାଇଁ ପଦ୍ଧତିଟା ବ୍ୟବହାର କରୁ। ତେଣୁ ଆମେ ଏଠି ବିଭିନ୍ନ ପ୍ରକାର ପଦ୍ଧତି ଦେଖୁଛୁ, ଗୋଟେ ଗଛରେ କେମିତି, ଗୋଟେ ମାଟିରେ କେମିତି, ଗୋଟେ ନଦୀରେ ମାନେ ବରଫ ଜାଗାର ତିଆରି ହେଇଥିବା ହ୍ରଦ କିମ୍ବା ସମୁଦ୍ରରେ କେମିତି। ତ ଏଇ ଯେଉଁ ଆମେ ପଢ଼ୁଛେ ମେଥଡ୍ସ ଅଫ୍ କ୍ଲାଇମେଟିକ୍ ରିକନଷ୍ଟ୍ରକ୍ସନ୍ସ, ବିଭିନ୍ନ ପଦ୍ଧତିରେ ବିଭିନ୍ନ ପ୍ରକାର ପରିବେଶର ବିଭିନ୍ନ ପ୍ରକାର ଜିନିଷର ଆମେ କେମିତି ପରିବେଶର ପୁନର୍ଗଠନ କରିପାରିବା ଏବଂ ବିଭିନ୍ନ ପ୍ରକାର ଦ୍ୱାରା ଆମେ କେମିତି ପରିବେଶ ବିଷୟରେ ଧାରଣା କରିପାରିବା, ସେଇ ବିଷୟରେ ଆମେ ବର୍ତ୍ତମାନ ଆମେ ଡିସ୍କସନ୍ କରି ଚାଲିଛେ। ତାପରେ ଆସିଲା ଆମର ବାର ହୋଲ୍ସ। ବାର ହୋଲ୍ସ ମାନେ ଆମେ ମାନେ ସିମ୍ପଲ ୱାର୍ଡରେ ଆପଣ ମାନେ ଯେଉଁ ଗୁମ୍ଫା କହୁଛନ୍ତି, ବାର ହୋଲ୍ସଟା କହିଲେ ସେଇଟା, ସେ କହୁଛି ଏଇଟା ଗୋଟେ ଅଣ୍ଡରଗ୍ରାଉଣ୍ଡ ମାନେ ବୋର୍ଡ ଇନ୍ ଦ ଗ୍ରାଉଣ୍ଡ ହେଲା, ଆଇଦର ଭର୍ଟିକାଲି ଅର୍ ହରିଜେଣ୍ଟାଲି, ଆଇଦର ଭର୍ଟିକାଲି ହେଇଥିବ ଏମିତି ଅର୍ ହରିଜେଣ୍ଟାଲି ହେଇଥିବ, ତା ସିଧା ଭାବରେ ଅର ସୁଡ଼ଙ୍ଗ ଭଳିଆ ହେଇଥିବ। ତ ଏଟା ଆପଣ ଗୋଟେ ସୁଡ଼ଙ୍ଗ କହିଲେ ବି ଚଳେ ହେଲା। ତ ଏଟାକୁ ଆମେ ବିଭିନ୍ନ ପ୍ରକାର ପର୍ପଜରେ ବି ତିଆରି କରୁ। ବେଳେବେଳେ ଦେଖିବେ ପୁରୁଣା ଲୋକମାନେ ତା ଭିତରେ ଲୁଚିକି ରହୁଥିଲେ, ଏମିତିକି ଶତ୍ରୁ ଆକ୍ରମଣ କରିବା ପାଇଁ ବହୁତ ପଶୁମାନେ ବି ତା ଭିତରେ ରହିକି ଯାଉଛନ୍ତି। ଏଇଟା ଆମେ ମୁଖ୍ୟତଃ ଆମେ କ'ଣ କରୁ, ଗଛ ବଛ ଯେଉଁମାନେ ରୁହନ୍ତି, ମୁଖ୍ୟତଃ ଆମର ଯେଉଁମାନେ ମାଟି ଉପରେ ରୁହନ୍ତି ଟେରେଷ୍ଟ୍ରିଆଲ ଆନିମାଲ, ସେଇମାନେ ହିଁ ବ୍ୟବହାର କରନ୍ତି। ଏବଂ କିଛି କିଛି ଜାଗାରେ ପୋଲାର ଆଇସ୍ କ୍ୟାପ୍ସ ରିଜିଅନ୍ ବି ଦେଖାଯାଏ। ତ ଏଇଟା କେମିତି ଆମେ ଜାଣୁ, ଯଦି ଗ୍ରାଉଣ୍ଡରେ ଅଥବା ଆମ ମାଟିରେ କିଛି ଚେଞ୍ଜ ହେଲା, କି ଆମର ଧର ବରଫ ଜାଗାରେ କିଛି ଟେମ୍ପରେଚର ବି ଚେଞ୍ଜ ହେଲା, ତ ଏଇଠୁ ଆମେ ଜାଣିପାରୁ ଦେଖିକିନା ଟେମ୍ପରେଚରଟା ତାପମାତ୍ରାଟା କିଭଳି ଭାବରେ ପରିବର୍ତ୍ତନ ହେଉଛି ଠିକ୍ ଅଛି। ତାପରେ ଆମେ ପଳେଇ ଆସିବା ଆମର ପରାଗରେଣୁ ପୋଲେନ୍ ସ୍ପୋର୍ସ ବି ସେଇ ପ୍ରାଣୀର ଗୋଟେ ଇଏ, ଡାଏଟମ୍ସ
ପାଇଥୋଲିସ୍ ଏବଂ ଗ୍ରେନ୍ ଅଫ୍ ଷ୍ଟାର୍ଚ ଏଗୁଡ଼ା ସବୁ ହେଉଛି ଉଦ୍ଭିଦ ପ୍ରଡକ୍ଟ ଗୁଡ଼ା, ମାନେ ଉଦ୍ଭିଦରୁ ଆମେ ପାଉ, ଗଛରୁ ଆମେ ପାଉ ଛୋଟ ଛୋଟ ଯେଉଁ ପରାଗରେଣୁ, ଛୋଟ ଛୋଟ ଖାଦ୍ୟର ଦାନା ସବୁ, ଠିକ୍ ଅଛି, ଏଇସବୁ ଜିନିଷ ଆମେ ପାଉ। ସେ କହୁଛି ଏଗୁଡ଼ାକୁ ଆମେ ବ୍ୟବହାର କରିକି ମାନେ ସେତେବେଳେ ଏଇଟା ଧର କେଉଁଠି କ୍ଷୟ ବିକ୍ଷୟ ହେଇକି ପଡ଼ିଛି, କି ଧର ପରାଗରେଣୁଟା ପବନରେ ଉଡ଼ିକି କେଉଁଠି ପଡ଼ିଛି, ତ ଏଗୁଡ଼ାକୁ ଆମେ ବ୍ୟବହାର କରିକି ସେଇ ସମୟରେ ଆମେ ଏଇଟା କେଉଁ ଗଛର, এটা କୋଉ ଗଛରୁ ଆସିଛି ଆମେ ସେଟା ଜାଣିପାରୁ। ଏବଂ ଏଇଟା ବି ମଧ୍ୟ ଆମକୁ ବିଭିନ୍ନ ଧାରଣା ଦିଏ କ'ଣ, ଏଇଟା ଆମକୁ ଧାରଣା ଦିଏ ବିଭିନ୍ନ ଗଛର, ପ୍ରାଣୀର, ବିଭିନ୍ନ ଗଛର ବ୍ୟବହାର ଏବଂ ତାହା କେଉଁ କେଉଁ ଜାଗାରେ ଦେଖାଯାଉଥିଲା ଏବଂ କ'ଣ ପାଇଁ ତାହା ପଳେଇଲା, କି କ'ଣ ପାଇଁ ସେଟା ଡିସାପିୟର ହେଇଗଲା କି ଆଉ ଆସୁନି, ତା ଉପରେ ବି ଆମକୁ ଏ ଧାରଣା ଦିଏ। ଏହା ବ୍ୟତୀତ ଆମେ ଆଉ ଗୋଟେ ଜିନିଷ ଯେଉଁ ଡାଏଟମ୍ସ କ'ଣ, ଏଟା ଛୋଟ ଛୋଟ ଯେଉଁ କ'ଣ କି ଏକକୋଷୀ ଆଲଗେ ଟାଇପ୍ର, ଯେଉଁଟାକି ଏମିତି ଆମେ ଯେଉଁ କହୁନୁ ଶୈବାଳ ନା କ'ଣ କହନ୍ତୁ ଗୋଟେ କହୁଛୁ, ଗୋଟେ ସେଇଟା ଗୋଟେ ଟାଇପ୍ର, ଯେଉଁଥିରୁ କି ଆମେ ବି ସେମିତି ଛୋଟ ଛୋଟ ଶିଉଳି ଟାଇପ୍ର, ଶିଉଳି ଯେଉଁଟାକୁ ଆମେ ଦେଖିକି ଆମେ ଜାଣିପାରୁ। ଆପଣମାନେ ଦେଖିଥିବେ ପାଣିରେ ବି ଗୋଟେ ଗୋଟେ ଗଛ ଥାଏ ଯେଉଁଟା ପୁରା ମାଡ଼ି ଯାଇଥାଏ, ସେଇ ଗଛ ଗୁଡ଼ାର ବି ଆମେ ଯଦି ମାନେ ପାଣିଟା ହେଇଗଲା ସେଇ ଗଛକୁ ବି ନେଇକି ଆମେ ଜାଣିପାରୁ କେଉଁ ସମୟରେ କ'ଣ। ତା ବାଦେ ଆମର ରହିଲା ଷ୍ଟାର୍ଚ ଅଥବା ଶର୍କରା, ତାକୁ ବି ସେଗୁଡ଼ା ବି ବହୁତ ବହୁତ ଜାଗାରେ ଜମା ହେଇକି ଥାଏ, ତ ସେଇଟାକୁ ବି ଆମେ ବ୍ୟବହାର କରିକି ସେଟା କେଉଁ ପ୍ରାଣୀର କୋଉ ସ୍ପେସିସ୍ର, ଏବଂ ସେଇ ଜୀବାଶ୍ମ ବି ଆମକୁ ସେଇ ସମୟର ଏଇ ୟାର ଯେଉଁ ଛୋଟ ଛୋଟ ଅଂଶ ବିଶେଷ ଏଇ ସୁଗର, ଷ୍ଟାର୍ଚର କି ଶର୍କରାର ସେ ଅଂଶ ବିଶେଷ ବି ଆମକୁ କ'ଣ କି ଆମର ଖାଦ୍ୟ, ଆମର ପରିବେଶ ଉପରେ ଅତୀତ କାଳରେ ଯେଉଁମାନେ ରହୁଥିଲେ କି ପ୍ରାଗୈତିହାସିକ ନୃତତ୍ତ୍ୱବିତ୍ ମାନେ ଏଟାକୁ ବ୍ୟବହାର କରି ଆମର ଇଏମାନଙ୍କର ବ୍ୟବହାର କରୁଥିଲେ। ଠିକ୍ ଅଛି, ତାପରେ ଏଇଟା ପଳାଇ ଆସିଲା ମୋର ପ୍ରାଣୀରେ ଗଲା। ଦେନ୍ ତାପରେ ଆମେ ଆସିବା ଆନିମାଲ ଆର୍ଟିଫ୍ୟାକ୍ଟସ୍, ମଣିଷ ମାନଙ୍କର ଆମେ ଆନିମାଲ ଆର୍ଟିଫ୍ୟାକ୍ଟସ୍ ମାନେ ପ୍ରାଣୀ ମାନଙ୍କର ଆମେ କ'ଣ କ'ଣ, ଉଦ୍ଭିଦ ମାନଙ୍କର ଗଲା, ତ ପ୍ରାଣୀ ମାନଙ୍କର ଆମେ କ'ଣ କ'ଣ ବ୍ୟବହାର କରୁ। ତ ସେ କହୁଛି କିଛିଟା ଆମେ ହାଡ଼ର ଅଂଶ, ଦାନ୍ତର ଅଂଶ, ଆଇଭରି, ଠିକ୍ ଅଛି, ତାଙ୍କର ଚୁଟି, ତାଙ୍କର ଖୋଳପା ସବୁ, এইগুଡ଼ାକୁ ସବୁ ବ୍ୟବହାର କରାଯାଏ ରେକର୍ଡ ପାଇଁ। ଠିକ୍ ଅଛି, ତ ଏଟାକୁ କ'ଣ କରାଯାଏ, ସେ କହୁଛି ଏଇଟାକୁ ଆମେ ବ୍ୟବହାର କଲେ ଆମେ ମଣିଷ ସହିତ ପ୍ରାଣୀର ଅତୀତରେ କ'ଣ ସମ୍ପର୍କ ଥିଲା ଏବଂ ମଣିଷ ସହିତ ପ୍ରାଣୀର କ'ଣ ସମ୍ପର୍କ ଥିଲା ଏବଂ ଏଇ ଅବଶେଷ ଗୁଡ଼ାକ ଆମେ ବ୍ୟବହାର କରିକି ସେତେବେଳେ ସମୟରେ କେଉଁ ପ୍ରକାର ପ୍ରାଣୀ ରହୁଥିଲେ ସେ ବିଷୟରେ ବି ଆମେ ଧାରଣା ପାଇପାରିବୁ। ତାହା ବ୍ୟତୀତ କେଉଁ ପ୍ରାଣୀ ଲୋପ ପାଇଗଲା, ଯେମିତି ଆମର ଡାଇନୋସର ହଉ କି ବହୁତ ଗୁଡ଼ା ପ୍ରାଣୀ ବିଷୟରେ ମୁଁ କାଲି ଆପଣଙ୍କୁ ବି କହୁଥିଲି, କାହିଁକି ଲୋପ ପାଇଗଲା, ତାର ଫ୍ୟାମିଲି ବିଷୟରେ, ତାର ଜିନସ୍ ବିଷୟରେ ଆମକୁ ବି ଧାରଣା ମିଳିଯାଏ। ତା ବ୍ୟତୀତ ଆମେ ତାଙ୍କର ବୟସ, ତାଙ୍କର ସେକ୍ସ ବି ଆମେ ଜାଣିପାରୁ, ବିଭିନ୍ନ ପ୍ରକାର ହାଡ଼ ଗୁଡ଼, ଯେଉଁ କମ୍ବର ଅଣ୍ଟାର ମାନେ ହାଡ଼ ଗୁଡ଼ିକ ହେଲା, ପଞ୍ଜରା ହାଡ଼, ଏଗୁଡ଼ା ସବୁ ପାଇକି ଆମେ ବିଭିନ୍ନ ପ୍ରକାରର ତାର ଲିଙ୍ଗ ବି ଆମେ ଜାଣିପାରୁ। ତ ଏଇ ଯେଉଁ ପ୍ରାଣୀମାନଙ୍କର ଅବଶେଷ ଆମକୁ ଛୋଟ ଛୋଟ ଖଣ୍ଡ ଖଣ୍ଡରେ ମିଳେ ଏବଂ ଆମେ ତାକୁ ସବୁ ଯୋଡ଼ିକିନା ସବୁ ଜିନିଷ ଜାଣିପାରୁ। ତ ଇଏ ହେଲା ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନଙ୍କୁ ଯେଉଁ ଟିକେ ଜିନିଷ କହିସାରିଲି, ତାପରେ ଆମର ପଳେଇ ଆସିଲା ଗୋଟେ, ସେ କହୁଛି କେମିତି ଆମେ ଏଗୁଡ଼ାକୁ ବହୁତ ସମୟ ରଖିପାରିବା। ଆପଣମାନଙ୍କୁ ମୁଁ କାଲି ବି କହିଥିଲି କି ଆମେ ଯେଉଁ ହାଡ଼ ଗୁଡ଼ା ପାଉ ତାକୁ ବିଭିନ୍ନ ପ୍ରକାରର କେମିକାଲ ସବୁ ବା ରସାୟନ ଆମେ ଦେଇକି ତାକୁ ଆମେ ପ୍ରିଜର୍ଭ କରୁ। ସେଇଥିପାଇଁ ଆନ୍ଥ୍ରୋପୋଲୋଜିର ଆମର ଯେଉଁ ଲାବୋରେଟୋରୀଟାକୁ ଆମେ ମିକ୍ସଡ ଲ୍ୟାବ୍ ବୋଲି କହୁ। କାହିଁକି ଆମର ମିକ୍ସଡ ଲ୍ୟାବ୍ କାହିଁକି କହୁ, ଏଇଟା ଶୁଖିଲା ଲ୍ୟାବ୍ରେ ଯିବନି କି ଓଦା ଲ୍ୟାବ୍ରେ ଯିବନି। ଶୁଖିଲା ଲ୍ୟାବ୍ କହିଲେ ଆମର ଫିଜିକ୍ସର ଯେଉଁ ଲ୍ୟାବ୍ଟା, ଯେଉଁଠିକି ଆମର ଖାଲି ଇନଷ୍ଟ୍ରୁମେଣ୍ଟ ବ୍ୟବହାର ହେଉଛି, ଏବଂ ଓଦା ଲ୍ୟାବ୍ କହିଲେ ଆମର ଜୈବ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ରସାୟନ ବିଜ୍ଞାନ, କାରଣ ଏଠି କେମିକାଲ୍ସ ବ୍ୟବହାର କରାଯାଉଛି। କିନ୍ତୁ ଆମର ଆନ୍ଥ୍ରୋପୋଲୋଜିରେ କ'ଣ ହୁଏ, ଆମେ କିଛି ମାତ୍ରାରେ ରସାୟନ ବ୍ୟବହାର କରୁଛୁ। ଏଇ ଯେଉଁ ଆପଣମାନେ ସବୁ ପ୍ରାଣୀ ପଶୁପକ୍ଷୀଙ୍କର ଯେଉଁ ହାଡ଼ ଗୁଡ଼ାକୁ ଆମେ ପ୍ରିଜର୍ଭ କରି ରଖୁଛୁ, ଅଥବା ଆମେ ଯେଉଁ ସେରମ୍ ସବୁ ରଖୁଛୁ ବ୍ଲଡ୍ ମାନେ ରକ୍ତ ପରୀକ୍ଷା ପାଇଁ କି ବ୍ଲଡ୍ ପ୍ରେସର ପାଇଁ, ଆମେ ବହୁତ ଜିନିଷ ରଖିଥାଉ। ତେଣୁ ବ୍ଲଡ୍ ପ୍ରେସର ମାପିବା ପାଇଁ ତ ଆମେ ଯନ୍ତ୍ର ରଖିଥାଉ, ସେଟା ତ ଓଦାରେ ଯିବନି। କିନ୍ତୁ ଆମର ଏମିତି ବହୁତ ଆମେ ଯେଉଁ ଆଙ୍ଗୁଠି ଛାପ ନେଉଛୁ, ଫିଙ୍ଗର ପ୍ରିଣ୍ଟ କରିବା ପାଇଁ ରଖୁଛୁ। ତେଣୁ ଆମର ଉଭୟ ଶୁଖିଲା ଏବଂ ଓଦା ମେଥଡ଼ ବ୍ୟବହାର କରୁ, ଯେଉଁଥିପାଇଁ କି ଆମର ଲାବୋରେଟୋରୀକୁ ଆମେ ମିକ୍ସଡ ଲ୍ୟାବ୍ ବୋଲି କୁହାଯାଏ। ତ ଏଇ ଯେଉଁ ବିଭିନ୍ନ ପ୍ରକାରର ଆପଣ ଦେଖିଲେ ଆନିମାଲ ରିମେନ୍ସ ଗୁଡ଼ାକୁ, ତାକୁ ଆମେ ବିଭିନ୍ନ ପଦ୍ଧତିରେ ଆଲକାଲାଇନ୍ ହଉ, ଏରିଡ୍ ହଉ, ଏନର୍ବିକ୍ ହଉ ଅର୍ ମିନରାଲାଇଜିଂ ଏନଭାରମେଣ୍ଟ ପ୍ରିଜର୍ଭ करे ଆନିମାଲ ରିମେନ୍ସ, ବହୁତ ସମୟ ଧରିକି ଏଟାକୁ ପ୍ରିଜର୍ଭ କରି ରଖେ। ତ ଏଇ ଯେଉଁ ଆର୍ଟିଫ୍ୟାକ୍ଟସ ହେଲା, ୟାର ଫୁଟପ୍ରିଣ୍ଟସ୍ ହେଲା, ଆନିମାଲ ବୋର ହେଲା, ଗୁମ୍ଫା ହେଲା, କି ଆମର ଯେଉଁ ଛୋଟ ଛୋଟ ନେଷ୍ଟ ହେଲା, ଏଇଗୁଡ଼ା ହେଉଛି ଆମକୁ ଜୀବାଶ୍ମର
ଅବଶେଷ ବିଷୟରେ ଧାରଣା ଦିଏ ଅଥବା ଜୀବାଶ୍ମ ବିଷୟରେ ଆମକୁ ଧାରଣା ଦିଏ। ତ ଆମେ ଛୋଟ ଛୋଟ ଯେଉଁ ଆର୍ଟିଫାକ୍ଟସ୍ ପାଇଲୁ କି ଅଥବା ଆମେ ଯେଉଁ ଟିକେ ଟିକେ ହେୟାର୍ସ ପାଉଛୁ କି ଆମେ ଯେଉଁ ପାଦ ଚିହ୍ନ ସବୁ ଦେଖୁଛୁ କି ଏଇ ଯେଉଁ ଗୁମ୍ଫା ଭଳିଆ ଦେଖୁ ଆମେ ହେଲା ଯେଉଁ କ'ଣ ଆମେ ଯେଉଁ ଦେଖି ଆପଣ ନନ୍ଦନକାନନରେ ଦେଖିଥିବେ ସିଂହ ବାଘ ରହିବା ପାଇଁ କେମିତିଆ ଗୋଟେ ଗୁମ୍ଫା ତାଙ୍କର ଗୋଟେ ଅଲଗା ପ୍ରକାର ଗୁମ୍ଫା ତାଙ୍କର ଡେନ୍ସ ଥିବ ହେଲା ଛୋଟ ଛୋଟ ଚଢ଼େଇ ରହିବା ପାଇଁ ଯେଉଁ ଆମର ତାଙ୍କର ଚଢ଼େଇ ବାଇଚଟା ମାନେ ଯେମିତି ଘର ତିଆରି କରନ୍ତି ତେଣୁ ଏଇ ଯେଉଁ ନେଷ୍ଟ ସବୁ ଥିବ ଏଇଗୁଡ଼ା ହିଁ ଆମକୁ ସବୁ ମାନେ ଆମକୁ ସବୁ ସାହାଯ୍ୟ କରେ କି ଆମେ ଖୋଜିକି ପାଇବୁ କି ଆମର ସବୁ ଅବଶେଷ କୋଉଠି କ'ଣ କୋଉ ଅବଶେଷ କୋଉ ସମୟର କୋଉ ଜୀବାଶ୍ମ ଗୁଡ଼ିକ କୋଉଠି ଯାଉଛି ତ ସେଇଥିରୁ ଆମେ ଜାଣିପାରୁ। ତ ଏଇ ଥ୍ରୋରେ ଏଇ ସବୁ ପଦ୍ଧତି ମାଧ୍ୟମରେ ଆମେ ଆମର ପରିବେଶକୁ ପୁନର୍ଗଠନ କରିଥାଉ। ତ ଏଇଟା ହେଲା ପରିବେଶ ପୁନର୍ଗଠନ ବିଷୟରେ ସମ୍ୟକ ବିଷୟରେ ଧାରଣା ଆପଣମାନଙ୍କୁ ଦେଲି। ଯେହେତୁ ଆମେ କାଳଚକ୍ରର ପୁରା ଡିଟେଲ ଆମେ ପଢ଼ି ସାରିଛେ ତେଣୁ ୟା ବିଷୟରେ ଆପଣଙ୍କୁ ଅଳ୍ପ ଦେଲି ତାକି ଆପଣମାନେ ୟା ସହିତ ତାକୁ ରିଲେଟ୍ କରିକି ପଢ଼ି ପାରିବେ। ବର୍ତ୍ତମାନ ଆମେ ଆସିବା ଆଉ ଗୋଟେ ଜିନିଷ ଯୋଉଟାକି ଆମେ କ'ଣ ଆମର ଆପଣମାନେ ଏଇ ଯେଉଁ ବାରମ୍ବାର ମୁଁ ଆପଣଙ୍କୁ ବିଭିନ୍ନ ପ୍ରକାର ସମୟ ବିଭିନ୍ନ ପ୍ରକାର ଭୂଚକ୍ର ବିଷୟରେ କହୁଛି କି ବିଭିନ୍ନ ପ୍ରକାର ଆପଣଙ୍କୁ କହୁଛି କି ସମୟ ସୀମା ଥିଲା ତ ଆମେ ଆମର ଏହି ପ୍ରାଗୈତିହାସିକ ନୃତତ୍ୱରେ ବହୁତ ଗୁଡ଼ା ସମୟ ସୀମା ପଢ଼ୁଥିଲୁ ଏବଂ ଆପଣମାନେ ଏଇଟା ପଢ଼ିଲା ପରେ ଜାଣିପାରିବେ ସମୟର ଗୁରୁତ୍ୱ ଏବଂ ପରିବେଶର ଗୁରୁତ୍ୱ ଏଇଥିରେ କ'ଣ ଯୋଉଥିପାଇଁ କି ଆମେ ସେଇଥିପାଇଁ ଆମେ ଗୋଟେ ଏଇଟା ପଢ଼ିଲୁ। ତ ବର୍ତ୍ତମାନ ପଳେଇ ଆସନ୍ତୁ ଭୂତାତ୍ତ୍ୱିକ ସମୟରେଖା ଅଥବା ଜିଓଲୋଜିକାଲ ଟାଇମ ସ୍କେଲ। ତ ଜିଓଲୋଜିକାଲ ଟାଇମ ସ୍କେଲ କହିଲେ କ'ଣ ଆପଣମାନଙ୍କୁ ମୁଁ ଆଗରୁ କହି ରଖିଛି କି ଆମର ପ୍ରାଗୈତିହାସିକ ନୃତତ୍ତ୍ୱବିତ୍ମାନଙ୍କର ପ୍ରଥମ କାମ ହେଉଛି ସେମାନେ ଅତୀତରେ ବସବାସ କରୁଥିବା ଏଇ ଆଦିମ ଅଧିବାସୀମାନଙ୍କର ଆଦିମ ଅଧିବାସୀମାନଙ୍କର ଅବସ୍ଥା ତାଙ୍କର ବ୍ୟବହୃତ ହେଉଥିବା ଯେ ପଦାର୍ଥ ଗୁଡ଼ିକୁ ଅଧ୍ୟୟନ କରିବା ତାଙ୍କର ଉତ୍ପତ୍ତି ତାଙ୍କର ବିସ୍ତୃତ ଏବଂ ବିବର୍ତ୍ତନ ଉପରେ ଏହା ଅଧ୍ୟୟନ କରେ। ତ ଆମର ବିଭିନ୍ନ ପ୍ରକାର ଗବେଷଣାରୁ ଆମେ ଜାଣିପାରୁ ଯେ ଏ ଭୂତତ୍ତ୍ୱ ଓ ଜୀବତତ୍ତ୍ୱର ବିଭିନ୍ନ ପ୍ରକାର ପ୍ରମାଣରୁ ଆମେ ଜାଣୁ ମେ ବି ଆମ ପୃଥିବୀର ବୟସ ଅନୁମାନିକ ବୟସ ହେଉଛି 4.8 କୋଟି ବର୍ଷ ଏବଂ ପୃଥିବୀ ପୃଷ୍ଠରେ 3.5 କୋଟି ବର୍ଷ ପୂର୍ବେ ପ୍ରଥମେ ଜୀବର ସୃଷ୍ଟି ହୋଇଥିଲା। ତାମାନେ ଆପଣ ଦେଖନ୍ତୁ ପୃଥିବୀ କେବେ ସୃଷ୍ଟି ହେଲା ଏବଂ ଜୀବର ସୃଷ୍ଟି କେବେ ସୃଷ୍ଟି ହେଲା। ତ ଜୀବର ସୃଷ୍ଟି ହେଇଥିଲା ତେଣୁ ସର୍ବଶେଷରେ ବିବର୍ତ୍ତନ ପ୍ରକ୍ରିୟା ମାଧ୍ୟମରେ ଏକ ଅନୁମାନିକ ଗୋଟେ ଆପ୍ରୋକ୍ସିମେଟ ବୟସ କରାଗଲା କି 1 ନିୟୁତ ବର୍ଷ ପୂର୍ବେ ମାନବ ଆବିର୍ଭାବ ହୋଇଥିଲା ବୋଲି ଅନୁମାନ କରାଯାଏ। ଏହା ହେଉଛି ମାନବ ଇତିହାସର ଏକ ଦୀର୍ଘତମ ଘଟଣାବଳୀ ଏବଂ ଏହାକୁ ହିଁ ପ୍ରାଗ ଇତିହାସ କୁହାଯାଏ। ତ ଏଇ ଦୀର୍ଘତମ ଇତିହାସର ଆମେ ମାତ୍ର 5000 ବର୍ଷ ମାତ୍ର 5000 ବର୍ଷର ଘଟଣାବଳୀକୁ ପ୍ରକୃତ ଇତିହାସ ବୋଲି କହୁ କାହିଁକି ନା ତା ପୂର୍ବରୁ ଆମର ଯାହା ବି ଥିଲା ଆମ ପାଖରେ ତାହାର କିଛି ଲିପିବଦ୍ଧ ହୋଇ ରହିନାହିଁ। ତେଣୁ ଭୂତତ୍ତ୍ୱବିତ୍ ମାନେ ଏହାକୁ ଗୋଟେ ଜିଓକ୍ରୋନୋଲୋଜି ବୋଲି ପ୍ରାଗୈତିହାସିକରେ ଆମେ ପଢ଼ିଥାଉ ଯୋଉଟାକି ଆମକୁ ସାହାଯ୍ୟ କରେ ବିଭିନ୍ନ ପ୍ରକାର ସ୍ତର ବିଷୟରେ ଜାଣିବା ପାଇଁ ବିଭିନ୍ନ ପ୍ରକାର କ୍ରମ ବିଷୟରେ ଜାଣିବା ପାଇଁ। ତ ସଂଗୃହୀତ ପ୍ରମାଣକୁ ଭିତ୍ତି କରି ଆମେ ଜାଣିପାରୁ ଯେ ପୃଥିବୀର କାଳଚକ୍ରକୁ ବହୁତ ପ୍ରକାର ଭାଗରେ ବିଭକ୍ତ କରାଯାଇଛି। ତ ସେଇ ଯେଉଁ ଭାଗ ଗୁଡ଼ାରେ ବିଭକ୍ତ କରାଯାଇଛି ସେଇ ସମୟ ଭିତରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ସୃଷ୍ଟି ହେଇଥିଲା ବିଭିନ୍ନ ପ୍ରକାର ପ୍ରମାଣ ବି ମିଳିଛି। ତ ସେଇ ଭୂ କାଳକ୍ରମକୁ ଆମେ ବିଭିନ୍ନ ପ୍ରକାର ଭାଗରେ ବିଭକ୍ତ କରିଛୁ ଏବଂ এই ଭୂତାତ୍ତ୍ୱିକ ସମୟସୂଚୀର ପ୍ରଥମ ପର୍ଯ୍ୟାୟକୁ ଆମେ କହୁ ଆଜୈକ କାଳ ଯାହାକି ପ୍ରାଚୀନତମ କାଳ ବୋଲି ପରିଚିତ। ଏବଂ ନର୍ମାଲି ଆମେ ଏଇ ସମୟରେ ସେ କହୁଛନ୍ତି ଏଇ ସମୟରେ ସାଧାରଣତଃ ଜୀବସତ୍ତାର କିଛି ପ୍ରମାଣ ମିଳିନାହିଁ। ଦ୍ୟାଟ୍ ମିନ୍ସ ଅରିଜିନ୍ ଲାଇଫ୍ଟା ଆମକୁ କିଛି ମିଳିନି। ଠିକ୍ ଅଛି। ତାପରେ ଆମର ଆସିଲା ପାଲିଓଜୋଇକ୍ କାଳର କିଛି କିଛି ଜୀବ ବିକାଶର ସୂଚନା ମିଳିଲା ଏବଂ ସେ କହିଲେ ଏଇ ସମୟରେ ମୁଖ୍ୟତଃ ସରୀସୃପ ଉଭୟଚର ପ୍ରାଣୀମାନେ ସୃଷ୍ଟି ହୋଇଥିଲେ ବୋଲି ଟିକେ ଟିକେ ଆଭାସ ମିଳିଲା। ତା ପରବର୍ତ୍ତୀ ସମୟରେ ଆସିଲା ଆମର ଆଉ ଗୋଟେ ମେସୋଜୋଇକ୍ ଯେଉଁ କାଳରେ କି ସେ କହିଲେ ବହୁତ ବଡ଼ ବଡ଼ ସରୀସୃପ ରେପ୍ଟାଇଲ୍ସ ମାନେ ବାହାରିଲେ ଏବଂ ସେଇ ସମୟରେ ମଧ୍ୟ ବହୁତ ଗୁଡ଼ା ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ବାହାରିଲେ ଏବଂ ବହୁତ ଗୁଡ଼ା ପକ୍ଷୀମାନେ ବି ମଧ୍ୟ ବାହାରିଛନ୍ତି। ତ ସେଇ ସମୟରେ ବାହାରିଛନ୍ତି। ତା ପର ପରିବେଶଟା ହେଉଛି ଆମର ସେନୋଜୋଇକ୍ ଯେଉଁଥିରେ କି ସେ କହିଲେ ଏଇ ସମୟରେ କ'ଣ ହେଇଛି ମାନବାକୃତି ବାନରମାନଙ୍କର ଆବିର୍ଭାବ ହେଲା ଏବଂ ସେ ଯୁଗକୁ ସେ କହିଲେ ପ୍ରତି ନୂତନ କାଳରେ କିଛି ସମୟ ପରେ ମାନବ ସୃଷ୍ଟି ହେବାର ଏବଂ ମାନବ ସଂସ୍କୃତିର ପ୍ରାରମ୍ଭ କାଳ ରୂପେ ମଧ୍ୟ ଆକୁ
ମାନବ ସୃଷ୍ଟି ହେଲା ବୋଲି ମଧ୍ୟ କିଛିଟା ପ୍ରମାଣ ମିଳିଛି। କୋଉ ପରି ଇଏରୁ ସେନୋଜୋଇକରୁ ଆମର। ଦେନ୍ ତାପରେ ଗୋଟେ ନୂତନ ସମୟ ଆସିଲା ଯାହାକୁ କୁହନ୍ତି ଆମର ପ୍ଲିଷ୍ଟୋସିନ୍। ଆମର ଯେତିକ ମାନବ ଜୀବାଶ୍ମ ମିଳିଛି ଯୋଉଗୁଡାକି ମାନବ ସହିତ ଅତି କ୍ଲୋଜ୍, और ଆପଣ ମାନେ କହିବେ ଯୋଉଟାକି ମାନବ ସହିତ 90% ସିମିଲାରିଟି ଅଛି, ମୁଖ୍ୟତଃ ସବୁଗୁଡ଼ିକ ପ୍ଲିଷ୍ଟୋସିନ୍ ସମୟରେ ମିଳିଛି। ଆମର ନିଆଣ୍ଡରଥାଲ ମ୍ୟାନ୍ ହଉ, କ୍ରୋମାଗ୍ନନ୍ ମ୍ୟାନ୍ ହଉ, ଆମର ଗ୍ରିମାଲ୍ଡି ମ୍ୟାନ୍ ହଉ, ଯେତିକ ଯେତିକ ଯାହା ବି ମିଳିଛି ସବୁଗୁଡ଼ା ଆମର ପ୍ଲିଷ୍ଟୋସିନ୍ ସମୟରେ ମିଳିଛି। ତେଣୁ ୟାକୁ ଆମେ ଆମର ପ୍ରାଗୈତିହାସିକ ଦୃଷ୍ଟିକୋଣରୁ ଖୁବ୍ ଗୁରୁତ୍ୱ ଦଉ ଏବଂ ଏହାକୁ ଆମେ ଭାବୁ ଏହା ହିଁ ଆମର ବେସ୍ ଲାଇନ୍। ଦେନ୍ ତାପରେ ଆମର ଆସିଲା ହେଉଛି ହଲୋସିନ୍ ଏବଂ ଅଧୁନା କାରଣ, ଅଧୁନା କାଳ। ଏଇ ସମୟରେ ଏଇ ସମୟକୁ ଏଇ ସମୟର ଜଳବାୟୁକୁ ଆମେ ପୁରା ମାନେ ଆମେ କ'ଣ କି ପୁରା ମଡର୍ଣ୍ଣ ବୋଲି କହୁ। ତ ଏଇଟା ହେଉଛି ମୁଁ ଆପଣଙ୍କର ଗୋଟେ ତାଲିକା ଦେଇଛି ଯୋଉଠିକି ମୁଁ ଆପଣଙ୍କୁ ଆଉ ଥରେ କହିଦଉଛି କୋଉ କାଳ କୋଉ ସମୟରେ କ'ଣ ଥିଲା। ଦେଖନ୍ତୁ, ଇଏ ହେଉଛି ଆଜୋଇକ୍। ଏଇ ସମୟରେ ଜୀବ ଜଗତର କିଛି ସତ୍ତା ନଥିଲା। ତାର ଉପରେ ଧୀରେ 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 ଆମେ 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 ଆସିଛୁ ଯେତେବେଳେ କିଛି ନଥିଲା ସେଠୁ ହେଇକି ପୁରା ଯେତେବେଳେ ଆମର ମଡର୍ଣ୍ଣ ସମୟ ପଥ ଆସିଛୁ। ତେଣୁ ଏଇଟା ଗୋଟେ କ୍ରୋନୋଲୋଜିକାଲ ଗୋଟେ କ୍ରମାନୁସାରେ ଅଛି। କେମିତି ତାପରେ ଆସିଲା ଆର୍କିଓଜୋଇକ୍। ତ ଆର୍କିଓଜୋଇକ୍ ହେଉଛି 1500 ନିୟୁତ ବର୍ଷ ତଳେ ଥିଲା, ଯୋଉଟାକି ଆମେ ଭାବି ବି ପାରିବୁନି କେତେ ବର୍ଷ ହେଉଛି। ଦେନ୍ ସେ ସମୟରେ ସାମୁଦ୍ରିକ ଏକକୋଷୀ ପ୍ରାଣୀ ଥିଲେ, ୟୁନିସେଲୁଲାର, ମାନେ ଛୋଟ ଛୋଟ ଏକଦମ ଛୋଟ ଛୋଟ ପ୍ରାଣୀ ଥିଲେ। ଦେନ୍ ତାପରେ ଆସିଲା ପ୍ରୋଟେରୋଜୋଇକ୍, ଯୋଉଟାର ସମୟ କାମ ଟାଇମ୍ ଥିଲା ଇପକ୍, କୋଉ ଯୁଗକୁ ସେଟା ବିଜୟ କରୁଥିଲା ଇଏ କରୁଥିଲା, ସେଟା ହେଉଛି ପ୍ରାକ୍ କ୍ୟାମ୍ବିୟନ୍। 925 ନିୟୁତ ବର୍ଷ ତଳେ ଥିଲା। ବହୁ ସରଳ ଏକକୋଷୀ ପ୍ରାଣୀ ଏବଂ ସୂକ୍ଷ୍ମ ସାମୁଦ୍ରିକ ଜୀବ ସେହି ସମୟରେ ମିଳିଥିଲା। ତାପରେ ଆମର ଆସିଲା ପାଲିଓଜୋଇକ୍। ତ ପାଲିଓଜୋଇକ୍କୁ ଆମେ ଦୁଇ ଭାଗରେ ବିଭକ୍ତ କରିଛେ, ତାର ଯୁଗ ଗୁଡ଼ିକୁ ଏବଂ ତାର ସମୟ ଗୁଡ଼ିକୁ। ଏରାକୁ ଆମେ ଭୂକାଳ କହୁ, ପିରିୟଡ଼କୁ ଆମେ ସମୟ, ଇପକ୍ଟା ଆମର ଯୁଗ, କ୍ଲାଇମେଟଟା ଆମର ଜଳବାୟୁ ଏବଂ ବୟସଟା ଆପଣମାନେ ଦେଖୁଛନ୍ତି। ତେଣୁ ଏଥିରେ ଦୁଇଟି ଆସିଲା, ଗୋଟେ ହେଉଛି ପାଲିଓଜୋଇକ୍, ଗୋଟେ ହେଉଛି ପ୍ରାଥମିକ ଏବଂ ଦ୍ୱିତୀୟଟି ହେଉଛି ସେକେଣ୍ଡାରୀ और ଦ୍ୱିତୀୟ। ଠିକ୍ ଅଛି। ତ ଏଇଥିରେ କୋଉ ଯୁଗ ଆସିଲା, ପ୍ରଥମଟି ହେଉଛି କାମ୍ବ୍ରିୟନ୍, ଯିଏକି କାମ୍ବ୍ରିୟନ୍ ଯିଏ ହେଉଛି 600 ନିୟୁତ ବର୍ଷ ତଳେ ଥିଲା, ଯୋଉ ସମୟରେ କି ସାମୁଦ୍ରିକ ଅମେରୁଦଣ୍ଡୀ ଶରଣ ପ୍ରାଣୀ ଥିଲେ। ତାପରେ ହେଉଛି ଅର୍ଡୋଭିସିଆନ୍, 500 ନିୟୁତ ବର୍ଷ ତଳେ, ସେହି ସମୟରେ ଗେଣ୍ଡା, ସାମୁଦ୍ରିକ ଶୈବାଳ, ମତ୍ସ୍ୟ, ମେରୁଦଣ୍ଡୀ ପ୍ରାଣୀ ଥିଲେ। ତାପରେ ଆସିଲା ସେଲୁରିଆନ୍, 450 ନିୟୁତ ବର୍ଷ ତଳେ, ସେ ସମୟରେ କଙ୍କଡ଼ା, ବିଛା, କୀଟପତଙ୍ଗ, ସାମୁଦ୍ରିକ ଜୀବ ଏବଂ ପ୍ରାଣୀମାନେ ଥିଲେ। ତାପରେ ଆସିଲା ଡିଭୋନିଆନ୍, 400 ନିୟୁତ ବର୍ଷ ତଳେ, ସେହି ସମୟରେ କଙ୍କଡ଼ା ଆଉ ଖାଲି ଶାମୁକା ଥିଲେ। ତାପରେ ଆସିଲା କାର୍ବୋନିଫେରସ୍, 350 ନିୟୁତ ବର୍ଷ ତଳେ, ସେହି ସମୟରେ ଆମର କୀଟପତଙ୍ଗ ଏବଂ କୋଇଲିମାନେ ଆସିଲେ। ଏଇ ଯୋଉ ଜିନିଷ ଗୁଡ଼ା ଲେଖା ହେଇଛି ପୁରା ଆକୁରେଟ୍ ନହେଲେ ବି କିଛି କିଛି ଏଇ ଜୀବାଶ୍ମରୁ ଆମେ ଜାଣିପାରୁ କି ହଁ ଜୀବର ସୃଷ୍ଟି ହେଇଛି এই ସମୟରେ। ଦେନ୍ ପ୍ରାଥମିକ ଗଲା ପରେ ଆମର ଆସିଲା, ତାପରେ ଆମର ଆସିଲା ପର୍ମିଆନ୍, 285 ନିୟୁତ ବର୍ଷ ତଳେ, ସରୀସୃପ, ମାଛ, ବେଙ୍ଗ ଜାତୀୟ ପ୍ରାଣୀ ଥିଲେ। ଦେନ୍ ତାପରେ ଆମର ଟ୍ରାୟାସିକ୍ ଆସିଲା, ସେକେଣ୍ଡାରୀରେ ଆମର ପଳେଇ ଆସିଲା ଟ୍ରିଆସିକ୍ରେ ଆମର 200 ନିୟୁତ ବର୍ଷ ତଳେ ଦେଖାଯାଇଥିଲା ଝିଟିପିଟି, ମତ୍ସ୍ୟ ଏବଂ ସାପ। ଏବଂ ସେକେଣ୍ଡାରୀ ଆମର ଆସିଲା ଜୁରାସିକ୍, 180 ନିୟୁତ ବର୍ଷ ତଳେ ଥିଲା, ସ୍ତନ୍ୟପାୟୀ, ସରୀସୃପ, ମତ୍ସ୍ୟ ଏବଂ ବିଭିନ୍ନ ପ୍ରକାରର ଉନ୍ନତ ଧରଣର ପକ୍ଷୀମାନେ ଥିଲେ। ତାପରେ ଆମେ ପଳେଇ ଆସିବା ମେସୋଜୋଇକ୍କୁ। ତ ମେସୋଜୋଇକ୍ କେଉଁ ଯୁଗରେ ଥିଲା? କ୍ରିଟାସିୟସରେ, 120 ନିୟୁତ ବର୍ଷ ତଳେ ଏଟା ଥିଲା, ଆନୁମାନିକ ବୟସ, ଆପ୍ରୋକ୍ସିମେଟ୍ ବୟସ। ଏହି ସମୟରେ ଉନ୍ନତ ସରୀସୃପ, ସ୍ତନ୍ୟପାୟୀ ପ୍ରାଣୀ ଏବଂ ସ୍ତନ୍ୟପାୟୀ ପକ୍ଷୀମାନେ ବି ଥିଲେ। ଭାଇ ଓ ପକ୍ଷୀମାନେ ଥିଲେ। ଦେନ୍ ତାପରେ ଆମେ ଆସିବା ଗୋଟେ ସମୟ ଯୋଉଟାକି ଆମର କହୁ ଆମେ ସେନୋଜୋଇକ୍ ଟାଇମ୍। ସେନୋଜୋଇକ୍ରେ ଆମେ ପଳେଇ ଆସିବା ହେଉଛି ଗୋଟେ ହେଉଛି କ୍ୱାଟର୍ନାରୀ ସମୟ, ଗୋଟେ ହେଉଛି ଟର୍ସିଆରୀ ସମୟ। ଠିକ୍ ଅଛି। ସେଇଥିରେ ଆମେ ଦୁଇଟା ଯୁଗ ପଳେଇ ଆସିଲା, ଗୋଟେ ହେଉଛି ହଲୋସିନ୍, ଗୋଟେ ହେଉଛି ପ୍ଲିଷ୍ଟୋସିନ୍। ତ ଏ ପ୍ଲିଷ୍ଟୋସିନ୍ରେ ଆମର ବହୁତ ଗୁଡ଼ା ଯୋଉ ଭାଗ ଅଛି। ତ ବହୁତ ଗୁଡ଼ା ଭାଗ ଭିତରୁ ଆମର ଆସିବ ପାଲିଓସିନ୍, ଓଲିଓସିନ୍, ପାଲିଓସିନ୍, ଇଓସିନ୍, ଓଲିଗୋସିନ୍, ମାୟୋସିନ୍ ଏବଂ ପ୍ଲିଓସିନ୍। ଠିକ୍ ଅଛି। ତ ଏଇ ସମୟରେ ପାଲିଓସିନ୍ଟା ହେଉଛି 60 ନିୟୁତ ବର୍ଷ ତଳେ ବାନର ଗୋଷ୍ଠୀର ବିକାଶ ହେଲା। ଇଓସିନ୍ 55 ନିୟୁତ ବର୍ଷ ତଳେ ଆଧୁନିକ ସ୍ତନ୍ୟପାୟୀ ପ୍ରାଣୀ ରହିଲା। ଅଲିଗୋସିନ୍ 35 ନିୟୁତ ବର୍ଷ ତଳେ ଆଦିମ ମାନବକୃତିର ବାନର ଦେଖାଗଲା। ତେଣୁ ମାୟୋସିନ୍ଟା 25 ନିୟୁତ ବର୍ଷ ତଳେ ମାନବାକୃତି ବାନର ଦେଖାଗଲା। ପ୍ଲାୟୋସିନ୍ଟା ତୁଷାର ଯୁଗ କୁହାଯାଏ ଅଥବା ଏଜ୍ ବୋଲି କୁହାଯାଏ, 12 ନିୟୁତ ବର୍ଷ ପ୍ରାକ୍ ମାନବାକୃତି ବାନର ଦେଖାଗଲା।
ତାପରକୁ ଆମେ ପଳେଇ ଆସିଲୁ ପ୍ଲିଷ୍ଟୋସିନ୍ ବୟସ, ପ୍ଲିଷ୍ଟୋସିନ୍‌ଟି ଯୋଉଟାକୁ ଆମେ ନାତିଶୀତୋଷ୍ଣ ଜଳବାୟୁ ବୋଲି କୁହାଯାଏ। 3 ନିୟୁତ ବର୍ଷ ତଳେ ଏଟା ଦେଖାଗଲା ଏବଂ ଆଧୁନିକ ମାନବର ପ୍ରଥମ ସାମାଜିକ ଜୀବନ ଆରମ୍ଭ ଏଇ ଜୀବରୁ ଆମେ ଏଇ ସମୟରୁ ଆମେ ପାଇଥିଲୁ। ତାପରେ ଯେତେବେଳେ ଆମର ଯୋଉ ସେନୋଜେଇକ୍ ଏରା ଆସିଲା, ଯୋଉଟାକି ପୁରା ଲେଟେଷ୍ଟ ସେନୋଜେଇକ୍ ଏରାରେ ଯୋଉଠି ଆମେ ଆସିଲୁ ଦେଖିଲୁ କି ହୋଲୋସିନ୍ ପିରିୟଡ଼ଟା ଯୋଉଟା ଆସିଲା, ତ ପ୍ଲିଷ୍ଟୋସିନ୍ ପଳେଇ ଆସିଲା। ଯୋଉ ହୋଲୋସିନ୍ ପିରିୟଡ଼ଟା ଯୋଉଟା ଆସିଲା, ସେ ହୋଲୋସିନ୍ ପିରିୟଡ଼ରେ ଆମେ 10,000 ବର୍ଷ ତଳେ ଦେଖିଲୁ ଆଧୁନିକ ମାନବର ଉତ୍ପତ୍ତି ହେଲା। ତ 10,000 ବର୍ଷ ତଳେ ଆଧୁନିକ ମାନବର ଉତ୍ପତ୍ତି ହେଇଛି। ତେଣୁ ବର୍ତ୍ତମାନ ଆମେ ପଳେଇ ଆସିବା ଏସବୁ ଆମେ ଆଲୋଚନା କରିଦେଲେ। ବର୍ତ୍ତମାନ ଆମେ ପଳେଇ ଆସିବା ଏଇ ଯୋଉ ଆପଣଙ୍କୁ ଏଇ ଯୋଉ ବିଷୟ ଏଇ ଯୋଉ ସବୁ କହିଲି ଆର୍କିଓଜୋଇକୋଲଜି, ୟା ବିଷୟରେ କେଉଁ ସମୟରେ କେଉଁ ପ୍ରକାର ପାଣି, କେଉଁ ସମୟରେ କେଉଁ ଜିନିଷ ଥିଲା, ଠିକ ଅଛି। ତ ବର୍ତ୍ତମାନ ଆମେ ଆଲୋଚନା କରିବା ଆର୍କିଓଜୋଇକ୍। ତ ଆର୍କିଓଜୋଇକ୍ ଆମେ କଣ କହୁ? ଭୂକାଳରେ ଭୂପୃଷ୍ଠରୁ ଲାଭା ନିର୍ଗତ ହୋଇ ବିଭିନ୍ନ ପର୍ବତମାଳା ମାନଙ୍କର ଉତ୍ଥାନ ଘଟିଥିଲା ଜଣାପଡ଼େ। ତ ଏଇ ଅନୁମାନିକ 15 ଲକ୍ଷ ବର୍ଷ ପୂର୍ବେ ଅନୁମାନ କରାଯାଏ ଏବଂ ଆବିଷ୍କୃତ ବିଭିନ୍ନ ପ୍ରକାର ଜୀବାଶ୍ମରୁ ଜଣାପଡ଼େ ଯେ ଏଇ ସମୟରେ ଜଣାପଡ଼େ ଯେ ଏଇ ସମୟରେ ଜଳଚର ଏକକୋଷୀ ପ୍ରାଣୀ ମାନେ ଏଇ ସମୟରେ ସୃଷ୍ଟି ହେଇଥିଲା। ଅଥବା ଆପଣମାନେ କହିବେ କି ଗୋଟେ ସେକେଣ୍ଡ, এই ସମୟରେ ଏକକୋଷୀ ସୃଷ୍ଟି ହେଇଥିଲା। ଦେନ୍ ପଳେଇ ଆସିବ ପ୍ରୋଟେରୋଜୋଇକ୍। ତ ଏଇ ପ୍ରୋଟେରୋଜୋଇକ୍ରୁ ଆମେ କ'ଣ ଜାଣିବୁ? ଜୀବାଶ୍ମ, ଏହାର ଜୀବାଶ୍ମରୁ ଆମେ ଜଣାଯାଏ ଯେ ଏଇ ସମୟରେ ମୁଖ୍ୟତଃ ଭୂକାଳରେ ଶୈବାଳ, ଏକକୋଷୀ ଅଥବା ବିଭିନ୍ନ ପ୍ରକାର ଅଙ୍ଗୁରୀୟ ମାଳ ଭଳି କେତେଟା ପ୍ରାଣୀ ଥିଲେ। ସେମାନଙ୍କ ବ୍ୟତୀତ ଅନ୍ୟ କେତେକ ଅମେରୁଦଣ୍ଡୀ ପ୍ରାଣୀ ମଧ୍ୟ ଥିଲେ ଏଇ ସମୟରେ, କୋଉ ସମୟରେ? ଆର୍କିଓଜୋଇକ୍ ସମୟରେ। ଦେନ୍ ଆମର ଆସିଲା ପ୍ରୋଟେରୋଜୋଇକ୍। ତ ବିଭିନ୍ନ ପ୍ରକାର ଜୀବାଶ୍ମରୁ ଆମେ ଜଣାପଡ଼େ ଯେ এই ପ୍ରୋଟେରୋଜୋଇକ୍ ଜୀବଟି 500ରୁ 600 ନିୟୁତ ବର୍ଷ ପୂର୍ବେ ହୋଇଥିଲା ଜଣାପଡ଼େ। ସେତେବେଳେ ଜଳବାୟୁଟି ପ୍ରାୟ ଆମର ଗରମ, ଟିକେ ଉଷ୍ମ ଥିଲା ଜଳବାୟୁଟି ଏବଂ ଜୀବାଶ୍ମ ମାନଙ୍କରୁ ଜଣାପଡ଼େ ଯେ ପାଲିଓଜୋଇକ୍‌ଟି 500ରୁ 600 ନିୟୁତ ବର୍ଷ ପରେ ଥିଲା ଏବଂ ଉଷ୍ମ ସମୟ, ସେ ସମୟରେ ଉଷ୍ମତା ଥିଲା ଏବଂ ଆମର ଜଣାପଡ଼େ ଯେ ଗେଣ୍ଡା, ଶାମୁକା ଜାତୀୟ ପ୍ରାଣୀମାନେ ରହିଥିଲେ ଏବଂ ଏହାକୁ ବି 7 ଭାଗରେ ବିଭକ୍ତ କରାଯାଇଛି। ପ୍ରି କାମ୍ବ୍ରିଆନ୍, କାମ୍ବ୍ରିଆନ୍, ଡୋଲିସିଆନ୍, ସିଲୁରିଆନ୍, ଡିଭୋନିଆନ୍, କାର୍ବୋନିଫେରିଆନ୍ ଓ ପର୍ମିନିଆନ୍ ଭାବେ ବିଭକ୍ତ କରାଯାଇଛି। ଏଟା ହେଉଛି ବିଭିନ୍ନ ପ୍ରକାର ଭାଗ। ତାପରେ ଆମେ ପଳେଇ ଆସିବା ମେସୋଜୋଇକ୍‌କୁ। ତ ମେସୋଜୋଇକ୍ ହେଉଛି, ସିଏ କହୁଛି ଭୂକାଳର ଜଳବାୟୁ ପ୍ରାୟ ଏକ ସ୍ଥିର ଅବସ୍ଥାକୁ ଆସିଯାଇଥିଲା ଏଇ ସମୟରେ। ଧୀରେ ଧୀରେ 3ଟା ଫେଜ୍ ଆମେ ପଳେଇଲେଣି, ଆର୍କିଓଜୋଇକ୍, ପ୍ରୋଟେରୋଜୋଇକ୍, ପାଲିଓଜୋଇକ୍, ଠିକ ଅଛି। ତ ଏଇ ସମୟରେ ଆମର ମେସୋଜୋଇକ୍ ଅଥବା ମେସୋଜୋଇକ୍‌ରେ କ'ଣ ହେଇଥିଲା? ପ୍ରାୟ ସ୍ଥିର ହୋଇଯାଇଥିଲା। ଜଳବାୟୁ ସୂକ୍ଷ୍ମ ଏବଂ ଉଷ୍ମ ଥିଲା, ମଧ୍ୟମ ଧରଣ ଥିଲା। ତ ଏଇ କାଳର ସବୁ ବଡ଼ ବଡ଼ ସରୀସୃପ ମାନେ କ୍ରୋକୋଡାଇଲ୍ ହେଲା କି ବଡ଼ ବଡ଼ ସରୀସୃପ, ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ, ମତ୍ସ୍ୟମାନଙ୍କର ବିକାଶ ଘଟିଥିବା ଜଣାପଡ଼େ। ଏଇ ଭୂକାଳକୁ ଆମେ 3 ଭାଗରେ ବିଭକ୍ତ କଲେ। ଗୋଟେ ହେଉଛି ଟ୍ରିଆସିକ୍, ଜୁରାସିକ୍ ଏବଂ କ୍ରିଟାସିୟସ୍। ତାପରେ ଆମେ ଆସିଲୁ ସେନୋଜୋଇକ୍। ଏଇ କାଳ ପ୍ରାୟ 75 ନିୟୁତ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଜଣାପଡ଼େ ଏବଂ ଏହି ସମୟରେ ବିଭିନ୍ନ ପ୍ରକାର ଆଧୁନିକ ସ୍ତନ୍ୟପାୟୀ ଏବଂ ଉଦ୍ଭିଦମାନେ ବିସ୍ତାର ମଧ୍ୟ କରିଥିଲେ। ତ ଏଇ ଭୂକାଳକୁ ଆମେ ଟର୍ସିଆରୀ ଓ କ୍ୱାଟର୍ନାରୀ ବୋଲି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ପୁନଃ ଏହାକୁ ବି 5ଟି ଭାଗରେ, 5ଟି ବିଭକ୍ତ କରାଯାଇଥିଲା। ଗୋଟେ ହେଉଛି ପାଲିଓସିନ୍, ଇଓସିନ୍, ଓଲିଗୋସିନ୍, ମାୟୋସିନ୍ ଆଣ୍ଡ ପ୍ଲିଓସିନ୍, ଯୋଉଟା ମୁଁ ଆପଣମାନଙ୍କୁ କହିଲି ବିଭିନ୍ନ କାଳରେ ବିଭକ୍ତ ହୋଇଥିଲା। ଏବଂ ଏହି ସମୟରେ ବିଭିନ୍ନ ପ୍ରକାରର ଆମେ ପ୍ରୋସିମି ହଉ, ବିଭିନ୍ନ ପ୍ରକାରର ମାଙ୍କଡ଼ ହଉ, ବିଭିନ୍ନ ପ୍ରକାରର ଏପ୍ ହଉ ଏବଂ ବିଭିନ୍ନ ପ୍ରକାରର ଜୀବାଶ୍ମ ଏବଂ ବାନର ରୂପୀ ମଣିଷମାନଙ୍କର ଉତ୍ପତ୍ତି ହେଇଥିଲା। ତାପରେ ଆମେ ଆସିବା ପ୍ଲିଷ୍ଟୋସିନ୍‌କୁ। ତ ଏଇ ପ୍ଲିଷ୍ଟୋସିନ୍, ଏଇ କାଳର ଜଳବାୟୁ ନାତିଶୀତୋଷ୍ଣ ହୋଇଥିଲେ ମଧ୍ୟ ପୃଥିବୀ ପୃଷ୍ଠର ଉତ୍ତାପ ହ୍ରାସ ପାଇନଥିଲା, କାରଣ ପୃଥିବୀରେ ସବୁବେଳେ ଗରମଟା ଚାଲିଥାଏ। ଏଇ ପୃଥିବୀ ଉତ୍ତାପ ହ୍ରାସ ପାଉଥିଲା। ତେଣୁ ତୁଷାର ସୃଷ୍ଟି ହୋଇ ୟୁରୋପ ଆଦି କେତେ ତୁଷାରବୃତ ଅଞ୍ଚଳରେ, ମେରୁ ଅଞ୍ଚଳରେ ଜଳବାୟୁ ଦୃଷ୍ଟିଗୋଚର ହେଲା। ତେଣୁ ଏଇ କାଳର ପରିବେଶ ବ୍ୟାପକ ଭାବେ ହିମାୟିତ ଜଳବାୟୁ ଦ୍ୱାରା ପ୍ରଭାବିତ ହେବାରୁ ଏବଂ ତୁଷାର କାଳ ଏବଂ ତୁଷାର ଯୁଗକୁ ଏହାକୁ ଆଇସ୍ ଯୁଗ ବୋଲି କୁହାଗଲା। ତାମାନେ ଏଇ ସମୟରେ ବହୁତ ବରଫ ପଡ଼ିଲା, ଚାରିଆଡ଼େ ବରଫ ଜମା ହେଲା, ଥଣ୍ଡା ବଢ଼ି ଚାଲିଲା। ତେଣୁ ଏହି ସମୟରେ ଆମର ତୁଷାର ଯୁଗର ଆରମ୍ଭ ହୋଇଥିଲା ଏବଂ ଏହାର ଆରମ୍ଭରେ ଆମେ ଉତ୍ତର ୟୁରୋପ, ବ୍ରିଟିଶ ଦ୍ୱୀପପୁଞ୍ଜ, ଜର୍ମାନୀ, ରୁଷିଆ,
ସାଗର ଇତ୍ୟାଦି ଅଞ୍ଚଳକୁ ତୁଷାରାଚ୍ଛନ୍ନ ପୁରା ବରଫ ବ୍ୟାପିଥିବାର ଜଣାପଡ଼ିଲା। ଏହା ବ୍ୟତୀତ ହିମାଳୟ, ଆଲ୍ପସ୍, ପାଇନ୍ସ ଉଚ୍ଚ ପର୍ବ ଅଞ୍ଚଳରେ ମଧ୍ୟ ତୁଷାର ଘନୀଭୂତ ହେବାର ଜଣାପଡ଼ିଥିଲା। ତେଣୁ ଏଇ ଯେଉଁ ତୁଷାର ଘନୀଭୂତ ହେବା ଫଳରେ ବରଫ ଖଣ୍ଡରେ ପରିଣତ ହୋଇ ଏହା ତୁଷାର ଯେତେବେଳେ ଜମା ହେଇଯିବ ଏହା ବରଫ ହେଇଯିବ, ବରଫ ହେଇକି ଚାରିଆଡ଼େ ଯିବ। ଏହାକୁ ହିମାବର୍ତ୍ତନ ଅଥବା ଗ୍ଲାସିଏସନ୍ ବୋଲି କୁହାଗଲା। ତ ଏଇ ଗ୍ଲାସିଏସନ୍ଟା ନରବିଚ୍ଛନ୍ନ ମାନେ ସବୁଠି କଣ୍ଟିନ୍ୟୁଅସ୍ ନଥିଲା, କୋଉଠି କୋଉଠି ବ୍ରେକ୍ ହେଇକି ଥିଲା। କାହିଁକିନା ଜଳବାୟୁ କେତେବେଳେ କେତେବେଳେ ପରିବର୍ତ୍ତନ ହେଲା ଏବଂ ଜଳବାୟୁ ପରିବର୍ତ୍ତନ ହେଲା ଫଳରେ କିଛି କିଛି ଜାଗା କ'ଣ କଲେ ନା ମାନେ କ'ଣ କି ତରଳେଇକି ସେଟା ପାଣି ହିସାବରେ ପରିଣତ ହେଇଗଲା। ତେଣୁ ସେଇ ଯେଉଁ ପାଣି ପରିବର୍ତ୍ତନ ହେଲା କି କିଛି କିଛି ଜାଗାରେ ଯେଉଁ ବଦଳିଲା ତାକୁ କହୁଛନ୍ତି ଇଣ୍ଟରଗ୍ଲାସିଆଲ ପିରିୟଡ଼। ଇଣ୍ଟରଗ୍ଲାସିଆଲ ପିରିୟଡ଼ ମିନ୍ସ ଅଚାନକ ସେ ପୁରା ଶୀତ ଥିବ, ମଝିରେ ମଝିରେ କିଛି କିଛି ପିରିୟଡ଼ରେ ଗରମ ଲାଗିବ। ଅଚାନକ ସେ ପୁରା ବର୍ଷା ହେଉଥିବ, ମଝିରେ କିଛି କିଛି ପିରିୟଡ଼ ଶୁଖିଲା ଲାଗିବ। ଠିକ୍ ଅଛି। ତ ଏଇ ଯେଉଁ ପିରିୟଡ଼ଟାକୁ କ'ଣ କୁହାଗଲା, ଆମର ଏଇ ପ୍ଲିଷ୍ଟୋସିନ୍ କାଳକୁ ଆମେ 3 ଭାଗରେ ବିଭକ୍ତ କଲେ। ନିମ୍ନ ଆଦ୍ୟ ପ୍ଲିଷ୍ଟୋସିନ୍, ନିମ୍ନ ମଧ୍ୟ ପ୍ଲିଷ୍ଟୋସିନ୍ ଏବଂ ଉଚ୍ଚ ପ୍ଲିଷ୍ଟୋସିନ୍। ଏବଂ ତିନୋଟି ଯାକ ତିନିଟାରୁ ପୁରା ଅଲଗା। କାରଣ ଏଇ ତିନୋଟି ସମୟରେ ବିଭିନ୍ନ ପ୍ରକାରର ଆମେ ଏଇ ତିନୋଟି ସମୟରେ ବିଭିନ୍ନ ପ୍ରକାରର ଜୀବାଶ୍ମ ପାଇଲେ ଏବଂ ତିନୋଟି ସମୟର ପରିବେଶ ଯଦିଓ ପୁରା ଏକଦମ ଅଚାନକ ସେ ଭାବେ ପୁରା ଅଲଗା ନୁହେଁ, କିନ୍ତୁ ଧୀରେ ଧୀରେ ଅଳ୍ପ ଅଳ୍ପ ଆମେ ମାନେ ବଦଳଟା ଦେଖିବା ପାଇଁ ପାଇଲେ। ତେଣୁ ବର୍ତ୍ତମାନ ଆମର ଆସିଲା ତୁଷାର ଯୁଗ ଅଥବା ଗ୍ରେଟ୍ ଆଇସ୍ ଏଜ୍। ପ୍ରାୟ 2 ଲକ୍ଷ ବର୍ଷ ପୂର୍ବେ ୟୁରୋପ ଏବଂ ଏସିଆ ମହାଦେଶରେ ବହୁତ ଗୁଡ଼ା ଜାଗାରେ କ'ଣ ହେଉଥିଲା ନା ତୁଷାରପାତ ଘଟି ବହୁତ ଜାଗାକୁ ପୁରା ବରଫ ଢାଙ୍କିକି ଥିଲା। ତେଣୁ ସେ ଜାଗାକୁ ଆମେ ଆଇସ୍ ଏଜ୍ ବୋଲି କହୁଥିଲେ। ତେଣୁ ଏଇ ତୁଷାର ଏଜ୍ ବିଷୟର ବହୁତ ବୈଜ୍ଞାନିକ ମାନେ ବହୁତ ପ୍ରକାର ମତ ଦେଇଛନ୍ତି। ତ ତାଙ୍କ ମତରେ ପ୍ଲିଷ୍ଟୋସିନ୍ କାଳରେ ପୃଥିବୀରେ ଅଧିକାଂଶ ଅଞ୍ଚଳ ତୁଷାରାଚ୍ଛନ୍ନ ଥିଲା। ସେଇ ସମୟରେ ପ୍ଲିଷ୍ଟୋସିନ୍ଟା ମାନେ ଆମେ ଭାବୁଟା ଥଣ୍ଡା ସମୟଟା। ତ ଏଇ ସମୟରେ ଯେତିକି ଦେଖିବେ ପଶୁ ବି ମିଳୁଥିଲେ ତାଙ୍କ ଦେହରେ ପୁରା ଲୋମ ଭରି ପୁରା ଧଳା ପୁରା ଲୋମ ଭରି ଥିବ। କାହିଁକି ଲୋମ ଥିଲା? କାହିଁକିନା ସେ ଲୋମ ଗୁଡ଼ା ତାଙ୍କୁ ସେତେବେଳେ ଯେଉଁ ଏତେ ଥଣ୍ଡାକୁ ଥଣ୍ଡାରୁ ତାଙ୍କୁ ବଞ୍ଚେଇ ରଖୁଥିଲା। ତ ବିଭିନ୍ନ ପ୍ରକାର ମତବାଦ ଦେଇଥିଲେ। ସେ କହୁଛନ୍ତି ସବୁଠୁ ଶେଷରେ 1909 ମସିହାରେ ୟୁରୋପର ଡକ୍ଟର ଆଲବର୍ଟ ପେଙ୍କ ଆଣ୍ଡ ଡକ୍ଟର ବ୍ରୁକନର ଆଲ୍ପସ୍ ପର୍ବତର ଉତ୍ତରକୁ ପ୍ରବାହିତ ଡାନ୍ୟୁବ ନଦୀରୁ ବାହାରିଥିବା 4ଗୋଟି ଛୋଟ ଛୋଟ ନଦୀର ନାମ ହିସାବରେ 4ଟା ନାମ ରଖିଲେ। କ'ଣ? ଗୁଞ୍ଜମିଣ୍ଡେଲ, ରିସୋନ୍। ଏଇ ନାମକରଣକୁ ଆମେ 4ଗୋଟି ତୁଷାର ଯୁଗ ବୋଲି କହୁ। ଅଥବା 2ଗୋଟି ତୁଷାର ଯୁଗର ମଧ୍ୟବର୍ତ୍ତୀ ସମୟକୁ ଗୋଟିଏ ହିମ ପରିବର୍ତ୍ତନ ଅଥବା ଇଣ୍ଟରଗ୍ଲାସିଆଲ ପିରିୟଡ଼ ବୋଲି କୁହାଯାଏ। 4ଟାକୁ ଆମେ ତୁଷାର ଯୁଗ ବୋଲି କହୁ। ଏବଂ ଏଇ ତୁଷାର ଯୁଗର ଏହି କ୍ରମରେ ଯେଉଁ ମଧ୍ୟବର୍ତ୍ତୀ ସମୟ ଥିଲା ତାକୁ ଆମେ ଗୁଞ୍ଜମିଣ୍ଡେଲର ମଧ୍ୟବର୍ତ୍ତୀ ସମୟକୁ ପ୍ରଥମ ହିମ ପ୍ରତ୍ୟାବର୍ତ୍ତନ, ମିଣ୍ଡେଲ ରୁଷର ମଧ୍ୟବର୍ତ୍ତୀ ସମୟକୁ ଆମେ ଦ୍ୱିତୀୟ ହିମ ପ୍ରତ୍ୟାବର୍ତ୍ତନ ଏବଂ ରିସୋର୍ମର ମଧ୍ୟବର୍ତ୍ତୀ ସମୟକୁ ଆମେ ତୃତୀୟ ହିମ ପ୍ରତ୍ୟାବର୍ତ୍ତନ ସମୟ ବୋଲି କହୁଥାଉ। ତେଣୁ ଯଦିଓ ତୁଷାର ଗୁଡ଼ିକର ଶୀତଳ ଏବଂ ଖୁବ୍ ଥଣ୍ଡା ଥିଲା, କିନ୍ତୁ ଜଳବାୟୁରୁ ଜଣାପଡ଼ୁଥିଲା କିଛି କିଛି ଜାଗାରେ ଉଷ୍ମ ଥିଲା ବୋଲି। ତେଣୁ ଶେଷରେ ପେଙ୍କ ଆଣ୍ଡ ବ୍ରୁକନର ଏହି ମତବାଦ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଲା ଏବଂ ପ୍ରତ୍ୟେକ ହିମ ପ୍ରତ୍ୟାବର୍ତ୍ତନର ସୀମା ମଧ୍ୟ ସମାନ ନୁହେଁ ହେଲା। ତେଣୁ ଯଦିଓ ତୁଷାର ଯୁଗ ସମୟରେ ମାନବ ଗୋଷ୍ଠୀର ବହୁତ ଗୁଡ଼ା ବିକାଶ ସମ୍ପର୍କରେ ବ୍ୟବହୃତ ବିଭିନ୍ନ ପ୍ରକାର ଉପକରଣ, ବିଭିନ୍ନ ପ୍ରକାର ପଦାର୍ଥ ଏବଂ ବିଭିନ୍ନ ପ୍ରକାର ଜୀବାଶ୍ମ ସମୟରେ ମଣିଷର ଯେଉଁ ଆମର ପୂର୍ବପୁରୁଷମାନେ ଥିଲେ ସେ ସମୟରେ ଆମକୁ ବହୁତ ସାରା ଜିନିଷ ସେ ସମୟରେ ମିଳିଥିଲା। ବହୁତ ସମୟ ଅନୁସନ୍ଧାନ କରାଗଲା ଯେତେବେଳେ ଜାଭା, ପେକିଂ ମ୍ୟାନ୍, ନିଆଣ୍ଡରଥାଲ ମ୍ୟାନ୍, ଦେନ୍ ଆମର ଯେଉଁ ଅଛି ଲା ଚାପେଲା ଅକ୍ସାସେଣ୍ଟ, ଲା ଫେରେସା, ଗ୍ରିମାଲ୍ଡି ମ୍ୟାନ୍, ଆମର ହିଡେଲବର୍ଗ ମ୍ୟାନ୍, ଆମର ଲୁସି ଅଷ୍ଟ୍ରାଲୋପିଥେକସ୍ ଆଫରେନ୍ସିସ୍, ବହୁତ ଗୁଡ଼ା ଆମକୁ ଯେଉଁ ମିଳିଲା, ଏ ବହୁତ ଗୁଡ଼ା ପ୍ରମାଣରୁ ଆମେ ଜାଣିଲୁ ଯେ କେମିତି ଧୀରେ ଧୀରେ ଆମର ଅଷ୍ଟ୍ରାଲୋପିଥେସିନି ମଣିଷରୁ ଆମର ଧୀରେ ଧୀରେ ହୋମୋ ହାବିଲିସରୁ ଧୀରେ ଧୀରେ ହୋମୋ ଇରେକ୍ଟସରୁ ଧୀରେ ଧୀରେ ହୋମୋ ସାପିଏନ୍ସରୁ ଧୀରେ ଧୀରେ ଆମର ହୋମୋ ସାପିଏନ୍ସ ଅଥବା ଆଧୁନିକ ମଣିଷମାନେ ବିକାଶ କଲେ। ଏହି ଭୂକାଳ ଏବଂ ଭୂତାତ୍ତ୍ୱିକ ପ୍ରମାଣ, ଅନ୍ୟାନ୍ୟ ଜୀବାଶ୍ମ ଏବଂ ପ୍ରାଗୈତିକ ତଥ୍ୟ ବିଭିନ୍ନ ପ୍ରକାରର ସମୟରେଖା ଅଥବା ସୂଚୀ ସଂକ୍ଷିପ୍ତ ଭାବରେ ଏଠି ଆମେ ପ୍ରଦାନ କରି ଆମେ ଏହାକୁ ଦେଖିବା ପାଇଁ ଚାହିଁଲୁ ଯେ କିଭଳି ଭାବରେ ଆମର ସବୁ ଜିନିଷ ହେଇ ଚାଲିଛି। ତାପରେ ଆମେ ପଳେଇ ଆସିବା ଆମର ବିଭିନ୍ନ କଜେସ୍ ଅଫ୍ ଗ୍ଲାସିଏସନ୍ ଅଥବା ଆମେ ତୁଷାର ଯୁଗ ସୃଷ୍ଟି ହେବାର ବିଭିନ୍ନ କାରଣମାନ ଆମେ ଦେଖିବା। ଆଚ୍ଛା,
ଏତେ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ କହିଲି, ପ୍ରଥମେ ତ ମୁଁ ଆପଣଙ୍କୁ କହିଲି ଆମେ ପରିବେଶକୁ କେମିତି ଆମେ ପୁନର୍ଗଠନ କରିବା। ଠିକ୍ ଅଛି। ତା ପାଇଁ ଆମେ ବିଭିନ୍ନ ପ୍ରକାରର ଯନ୍ତ୍ର ବ୍ୟବହାର କଲେ, ବିଭିନ୍ନ ପ୍ରକାର ପଦ୍ଧତି ବ୍ୟବହାର କଲେ। ତ ଏଇ ଯୋଉ ପରିବେଶର ପୁନର୍ଗଠନ ଆମେ ପଢ଼ିଲେ, ତାପରେ ଆମେ ପୁରା ସିଧା ମୁଁ ଆପଣଙ୍କୁ ନେଇ ଆସିଲି କି ପରିବେଶ କହିଲେ କ'ଣ ବୁଝୁ? କାହିଁକି ପରିବେଶ ଉପରେ ଏତେ ଆମେ ଗୁରୁତ୍ୱ ଦଉଛେ? ଆପଣମାନେ ଏଇଠୁ ଜାଣିପାରୁଥିବେ ଆମେ କାହିଁକି ପରିବେଶର କଥା। ମୁଁ ଆପଣମାନଙ୍କୁ ଯୋଉ ଦେଖେଇଲି ଟେବୁଲଟା, ଯୋଉଥିରେ ଆପଣ ଦେଖିଲେ କି ସେନୋଜୋଇକ୍, ଆର୍କିଓଜୋଇକ୍, ଆମର ଯୋଉ ବିଭିନ୍ନ ପ୍ରକାରର ମାନେ ଭୂତାତ୍ତ୍ୱିକ ସମୟସୂଚୀ ଦେଖେଇଲି, ଯୋଉଥିରେ ଭୂତାତ୍ତ୍ୱିକ ସମୟସୂଚୀ ସହିତ ମୁଁ ଆପଣମାନଙ୍କୁ ଜୀବଜଗତର ବିକାଶ ବି ଦେଖେଇଲି, ଯୋଉଟା କି ଆମର ଆଜୋଇକ୍, ଆର୍କିଓଜୋଇକ୍, ପ୍ରୋଟେରୋଜୋଇକ୍, ପାଲିଓଜୋଇକ୍, ମେସୋଜୋଇକ୍, ସେନୋଜୋଇକ୍, ବିଭିନ୍ନ ପ୍ରକାର କାଳ ସହିତ, ବିଭିନ୍ନ ପ୍ରକାର ସମୟ ସହିତ, ବିଭିନ୍ନ ପ୍ରକାର ଯୁଗ ସହିତ, ବିଭିନ୍ନ ପ୍ରକାର ଜଳବାୟୁ ସହିତ, ବିଭିନ୍ନ ପ୍ରକାର ଜଳବାୟୁ ସହିତ ଆମେ ଅନୁମାନିକ ବୟସ ଯୋଡ଼ିଛେ ଏବଂ ଜୀବର ସୃଷ୍ଟି ଯୋଡ଼ିଛେ। ଅନୁମାନିକ ବୟସ ମିନ୍ସ ଆପ୍ରୋକ୍ସିମେଟ୍ ବୟସ। ତ ଏଇ ବୟସ ଏବଂ ସୃଷ୍ଟି ଯୋଡ଼ି, ତେଣୁ ଏଇ ଯୋଉ ଆମେ ଏଇ ଯୋଉ ସୃଷ୍ଟି ଏବଂ ଆନୁମାନିକ ବୟସ ସହିତ ଆମେ ଜଳବାୟୁକୁ ଯୋଡ଼ିଲେ ତା ମାନେ କ'ଣ? ତା ମାନେ ହେଉଛି ସେଇ ପର୍ଟିକୁଲାର ପରିବେଶରେ ସେଇ ଜଳବାୟୁଟି ଏଇ ଜୀବ ପାଇଁ ଫିଟ୍। ତ ଆପଣମାନେ ଏଇଠି ଦେଖିପାରିବେ କି ପରିବେଶର ଭୂମିକାଟା କ'ଣ ଏବଂ କେମିତି ରହୁଛି। ତ ଏଇ ଯୋଉ ପରିବେଶର ଭୂମିକା ଏବଂ କେମିତି ରହୁଛି, ସେଇଥିରୁ ଆପଣମାନେ ଜାଣିପାରୁଥିବେ ଯେ ପରିବେଶର କାହିଁକି ଆମେ ପରିବେଶକୁ ଆମର ଏଇ ପ୍ରାଗୈତିହାସିକରେ ଏତେ ଗୁରୁତ୍ୱ ଦେଉଛେ। ଠିକ୍ ଅଛି। ତ ପରିବେଶ ଯେତେବେଳେ ଆମେ ପଢ଼ିଲେ, ତ ସେଇ ସମୟରେ ଆମେ ଜାଣି ବି ଦେଲେ କି ଏଇ ପରିବେଶରେ ଆମେ କୋଉ ସମୟରେ ଆମକୁ କ'ଣ କି ବହୁତ ପ୍ରକାର ମାନବର ଅଂଶବିଶେଷ ମିଳିଲା, କୋଉ ପରିବେଶଟି ମାନବ ସୃଷ୍ଟିରେ ମୁଖ୍ୟତଃ ସହାୟକ କରିଥିଲା, କେଉଁ ପରିବେଶଟି ମାନବ ରହିବା ପାଇଁ ମୁଖ୍ୟତଃ ସୁଇଟେବଲ୍ ହେଲା, ଏବଂ କେଉଁ ପରିବେଶରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଆସିଲେ ଏବଂ ପଳେଇଲେ, ଏବଂ କେଉଁ ପରିବେଶଟି ସାରା ବିଶ୍ୱକୁ ଗୋଟେ ଟାଇମ୍ରେ ଆଚ୍ଛାଦିତ କରିକି ରଖୁଥିଲା, ଏବଂ ଧୀରେ ଧୀରେ ଆମର ସେ ପରିବେଶରେ ଆଜି ପର୍ଯ୍ୟନ୍ତ ପରିବର୍ତ୍ତନ ଘଟିଛି ନା ସେଇ ପରିବେଶ ଆମର ଚାଲିଛି। ଯଦି ସେଇ ପରିବେଶ ଚାଲିଛି ତ ଆମେମାନେ କେମିତି ଚଳୁଛୁ, ଏବଂ ସେଇ ଯୋଉ ପରିବେଶଟା ଅତୀତରେ ଥିଲା ସେଇ ପରିବେଶରେ ଆମେ ବିଭିନ୍ନ ପ୍ରକାରର ପଶୁପକ୍ଷୀ ବି ଦେଖିବା ପାଇଁ ପାଉଥିଲେ। ତ ସେଇ ହିସାବରେ ଆମେ ଏଇଠି ଯୋଉ ପଢ଼ିଲେ ତୁଷାର ହିମ ପରିବର୍ତ୍ତନ, ତୁଷାରପାତ, ଏସବୁରେ ଆମେ ତୁଷାର ଯୁଗ ଯୋଉ ଆମେ ପଢ଼ିଲେ ଏହା କାହିଁକି ସୃଷ୍ଟି ହେଇଛି ତାହାର କାରଣ ପଢ଼ିବା। ତ ପ୍ରଥମଟି ହେଉଛି ଭୂ ବିପର୍ଯ୍ୟୟର ପ୍ରଭାବ ଅଥବା କଣ୍ଟିନେଣ୍ଟାଲ ଅପଲିଫ୍ଟମେଣ୍ଟ। କେମିତି ହେଇଛି ସେ କହୁଛି ପୃଥିବୀର ଭୂଭାଗର ବିଭିନ୍ନ ପ୍ରକାର ଏପଟ ସେପଟ, ମାନେ କ'ଣ କହିବି, ଗୋଟେ ଟାଇପ୍ର ଭୂଶୃଙ୍ଖଳନ ଯୋଗୁଁ ବିଭିନ୍ନ ପାହାଡ଼ ପର୍ବତ ମାନଙ୍କର ସୃଷ୍ଟି ହେଇଛି, ଏବଂ ସାଧାରଣତଃ 0°C ବରଫଟା ସୃଷ୍ଟି, ଆମର ବରଫ ସୃଷ୍ଟି ହେବା ପାଇଁ 0° ଦରକାର, 0ରୁ କମ୍ -° ହେଲେ ଆମର ବରଫ ସୃଷ୍ଟି ହେବ। ତେଣୁ ବୃହତ୍ ଭୂଖଣ୍ଡର 1000 ଫୁଟ ଅଭ୍ୟୁକ୍ଷନ ଯୋଗୁଁ 3° ଉତ୍ତାପ ହ୍ରାସ ପାଏ। ଭୂମିର ଉଚ୍ଚତା ଅବସ୍ଥିତିର ପରିବର୍ତ୍ତନ ଯୋଗୁଁ ଆର୍ଦ୍ର ବାୟୁର ଶକ୍ତି ଓ ଅବସ୍ଥାନରେ ମଧ୍ୟ ପରିବର୍ତ୍ତନ ଘଟେ। ଏଣୁ କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହାର ବ୍ୟତିକ୍ରମ ମହାସାଗରୀୟ ସ୍ରୋତ ପ୍ରବାହରେ ପରିବର୍ତ୍ତନ ଆଣିଲା, ଏବଂ କେତେକ ଦେଶ ମଧ୍ୟରେ ଏହି ଭୂଭାଗର ଉନ୍ନତି ଯୋଗୁଁ ମହାସାଗରୀୟ ଉଷ୍ମ ସ୍ରୋତ ବାଧା ପାଇବା ଦ୍ୱାରା ବରଫ କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼େ। ତେଣୁ କାହିଁକି ବରଫ କେନ୍ଦ୍ରୀଭୂତ ହେଲା? ସେ କହୁଛି ଆମର ଏଇ ଯୋଉ ଜିନିଷଟା ହେଲା, ଯୋଉଥିପାଇଁ କି ସବୁ ଜାଗାରେ କୋଉଠି ଆମର ସମୁଦ୍ର ଭଳିଆ ହେଇଗଲା, କୋଉଠି ଆମର ପାହାଡ଼ ଭଳିଆ ହେଇଗଲା, ଏବଂ କେତେଗୁଡ଼ା ଜାଗାରେ ତାପମାତ୍ରା ବଢ଼ିକି ପାଣି ହେଇଗଲା, ଏବଂ କେତେଗୁଡ଼ା ଜାଗାରେ ତାପମାତ୍ରା କମିକି ଆମର ବରଫ ଭଳିଆ କେନ୍ଦ୍ରୀଭୂତ ହେଇଗଲା। ତେଣୁ ତାପରେ ହେଉଛି ପୃଥିବୀ ଶୀତଳୀକରଣ ଏବଂ ତାପମାତ୍ରା ବୃଦ୍ଧି ଅଥବା ଇନକ୍ରିଜ୍ ଅଫ୍ ଟେମ୍ପରେଚର। ଏହି ମତ ହିସାବରେ ଉଭୟ ଥଣ୍ଡା ତାପମାତ୍ରା ବୃଦ୍ଧି ଯୋଗୁଁ ବରଫ ସୃଷ୍ଟି ହେବାର ଆମର ମୁଖ୍ୟ କାରଣ ଥଣ୍ଡା। ସେ କହୁଛି ଆମର ଥଣ୍ଡା ତାପମାତ୍ରା ସେତେବେଳେ ବହୁତ ଥିଲା, ଯୋଉଠିକି ଆମର ଏବେ ଆମର ଯୋଉ ଗ୍ଲୋବାଲ ୱାର୍ମିଂ ହେଇ ଚାଲିଛି। କାହିଁକି ଗ୍ଲୋବାଲ ୱାର୍ମିଂ ହେଇ ଚାଲିଛି? ଆମର এই ଭୂପୃଷ୍ଠ କାହିଁ ଏତେ ଗରମ ହେଇ ଚାଲିଛି? କାହିଁକି? ଏଇ ଯୋଉ ଆମର ହଜାର ହଜାର ବର୍ଷ ଧରି ଏଇ ଯୋଉ ପଥର ଖଣ୍ଡ ସବୁ ଜମା ହେଇଥିଲା, ସେସବୁ ଧୀରେ ଧୀରେ ତରଳି ଚାଲିଛି। କାହିଁ ତରଳିଛି? କାହିଁକିନା ଆମର ପୃଥିବୀ ଆଉ ଥଣ୍ଡା ହେଇକି ନାହିଁ, ସେ ଧୀରେ ଧୀରେ ଗରମ ହେଇ ଚାଲିଛି, ଯୋଉଥିପାଇଁ କି ସେଗୁଡ଼ା ସବୁ ତରଳି ବରଫ ପାଣି ହେଇ ଆମର ଚାରିଆଡ଼େ ବଢ଼ି ଚାଲିଛି, ଏବଂ ଆମର ଧୀରେ ଧୀରେ ପୁରା ଏଣ୍ଟାର ବିଶ୍ୱରେ ଏ ବରଫ ମାନ କମି କମି ଆମର ଗରମ ବଢ଼ି ଚାଲିଛି। ତେଣୁ ପୃଥିବୀ ନିଜ କକ୍ଷରେ ସୂର୍ଯ୍ୟଙ୍କୁ ଅତିକ୍ରମ କରୁଥିବା ସମୟରେ ବାହାର ଜଳବାୟୁ ଦ୍ୱାରା ପ୍ରଭାବିତ ହେଇଥାଏ। କେତେକଙ୍କ ମତରେ ତାହାର ଜଳବାୟୁ ପୃଥିବୀର ଜଳବାୟୁକୁ ପ୍ରଭାବିତ କରେ, ଏବଂ ଏହି ପ୍ରକ୍ରିୟା ଯୋଗୁଁ ବୋଧହୁଏ ତୁଷାର ସୃଷ୍ଟି ସମ୍ମତ ହୋଇଛି। ଏଇଟା ସବୁ ହାଇପୋଥେସିସ୍। ତେଣୁ ଲୋକ କ'ଣ କି ଏଇ ଯୋଉ ବିଭିନ୍ନ ପ୍ରକାର ମତ ଦିଆଯାଇଛି ସୃଷ୍ଟି ହେବାର କାରଣ, ଏଗୁଡ଼ାକ ସବୁ ସେମାନେ ଭାବନ୍ତି ବୋଧହୁଏ ଏଇଥିପାଇଁ ହେଇଥିବ।
ବୋଧହୁଏ। ତ ଏଇ ଯୋଉ ବିଭିନ୍ନ ପ୍ରକାରର ଆମେ ସବୁ ଗୋଟେ ଗୋଟେ ହାଇପୋଥେସିସ୍ ଭଳିଆ ଦେଲେ, ଗୋଟେ ଗୋଟେ ଆଜମ୍ପସନ୍ ଦେଲେ, ଏଇ ଆଜମ୍ପସନ୍‌କୁ ହିଁ ଆମେ କମ୍ବାଇନ୍ କରିକି ଗୋଟେ ଶେଷରେ ଆମେ କ'ଣ କି ଗୋଟେ କନକ୍ଲୁଜନ୍ ଅଥବା ଗୋଟେ ନିର୍ଣ୍ଣୟ କରିବୁ କି ନାଇଁ ଏଇ ସବୁ କାରଣ ଯୋଗୁଁ ଆମର ପୃଥିବୀରେ ତୁଷାରପାତ ହଉଥିଲା ଏବଂ ବରଫ ସବୁ ହଉଥିଲା, ସେତେବେଳର ପରିବେଶ ଏମିତି ଥିଲା। ତାପରେ ହଉଛି କ୍ରଲ୍‌ଙ୍କ ମତବାଦ। କ୍ରଲ୍ ଅଥଚ କ୍ରଲ୍ ହାଇପୋଥେସିସ୍। କ୍ରଲ୍ କ'ଣ ଦେଲେ? ଜ୍ୟୋତିତତ୍ତ୍ୱ ସମ୍ବନ୍ଧୀୟ ମତବାଦ ମଧ୍ୟରେ ହେମ୍ସ କ୍ରଲ୍ ତାଙ୍କ ଆଧୁନିକ ତାଙ୍କ ଅଧିକ ଗ୍ରହଣ କରିଛି, ତଥ୍ୟଟି ଅଧିକ ଗ୍ରହଣ କରାଯାଇଛି। କ'ଣ? 1877 1877 ମଧ୍ୟରେ ଏହା ପ୍ରକାଶ ଲାଭ କରିଥିଲା। ଏହାର ମୁଖ୍ୟତଃ ବିଷୟବସ୍ତୁ ଥିଲା ପୃଥିବୀ ପୃଥିବୀ କକ୍ଷର ଅସ୍ୱାଭାବିକତା, ପୃଥିବୀର କକ୍ଷ ତଳକୁ ଅବନମନ ଏବଂ ପୃଥିବୀର ସ୍ଥାନ ପରିବର୍ତ୍ତନ। ପୃଥିବୀ କକ୍ଷର ଅସ୍ୱାଭାବିକତା, ପୃଥିବୀ କକ୍ଷ ତଳକୁ ଅବନମନ, ପୃଥିବୀ ଧୀରେ ଧୀରେ ତଳକୁ ଖସି ଆସିବା ଏବଂ ପୃଥିବୀର ସ୍ଥାନ ପରିବର୍ତ୍ତନ, ଏଇ ତିନୋଟିକୁ ଜ୍ୟୋତିଷଶାସ୍ତ୍ର ଓ ଜ୍ୟୋତିଷବିଦ୍ ସେ କ'ଣ କଲେ, ତାଙ୍କର ଯନ୍ତ୍ର ହିସାବରେ ଦେଖିକି ତାକୁ ଭଲରେ ମାର୍କ କରିକି ଅବଜର୍ଭ କରିକି ସେ ଗୋଟେ ତଥ୍ୟ ଦେଲେ, ଯୋଉ ତଥ୍ୟ ହିସାବରେ କିଛି ଲୋକ ୟାକୁ ଗ୍ରହଣ କରିଛନ୍ତି। କାହିଁକି ନା ଜ୍ୟୋତିଷଶାସ୍ତ୍ର ହିସାବରେ ଆପଣମାନେ ଜାଣିଥିବେ କି ସେମାନେ ସବୁ ସମୟରେ ଚନ୍ଦ୍ରର, ପୃଥିବୀର, ସୂର୍ଯ୍ୟଙ୍କର ଯୋଉ ଗତିପଥ ଏବଂ ଗତିବିଧିଟାକୁ ଲକ୍ଷ୍ୟ କରୁଥାନ୍ତି, ଯୋଉଥିପାଇଁ କି ଆମର ବିଭିନ୍ନ ପ୍ରକାର ଏଇ ଯୋଉ ରାଶି, ନକ୍ଷତ୍ର, ଗ୍ରହ ପରିବର୍ତ୍ତନ ହୁଏ। ତେଣୁ ଯୋଉ ଜାଗାରେ ଏମିତି ବିଶ୍ୱାସ କରୁଥିବେ ସେମାନେ ୟାଙ୍କ ଉପରେ ବହୁତ ବିଶ୍ୱାସ କରିବେ। ଦେନ୍ ତା ପରଟି ହେଉଛି ପୃଥିବୀ କକ୍ଷର ଅସ୍ୱାଭାବିକତା ଅଥବା ଫ୍ଲାଟେନିଂ ଅଫ୍ ଆର୍ଥ ଅର୍ବିଟ୍। ହେଲା, ପୃଥିବୀ ନିଜ କକ୍ଷରେ ଘୁରୁଥିବା ସମୟରେ ପୃଥିବୀ ନିଜ କକ୍ଷ ପଟେ ଘୁରେ ଏବଂ ସେ ସୂର୍ଯ୍ୟଙ୍କୁ ବି ପରିକ୍ରମା କରେ ଏବଂ ନିଜ ଚାରିପାର୍ଶ୍ୱରେ ଘୂର୍ଣ୍ଣନ କରିବା ପାଇଁ ତାକୁ 23 ଘଣ୍ଟା 56 ମିନିଟ୍ 4 ସେକେଣ୍ଡ ଅଥବା ପୁରା 24 ଘଣ୍ଟା ନିଏ। ସୂର୍ଯ୍ୟ ଚାରିପାଖେ ଘୁରିବା ପାଇଁ ତାକୁ 365 ଦିନ ଅଥବା ଗୋଟେ ବର୍ଷ ଲାଗେ। ଏହି ପରିଭ୍ରମଣ ଫଳରେ ଆମର ଦିନ, ରାତି ଏବଂ ଆମର ଋତୁ ପରିବର୍ତ୍ତନ ବି ହୁଏ। ଅତୀତରେ ପୃଥିବୀର କକ୍ଷ ସେ କହୁଛନ୍ତି ଏଲିପ୍ଟିକାଲ ଭଳିଆ ଥିଲା। ପୃଥିବୀ ଯେତେବେଳେ ଏହି ଏଲିପ୍ଟିକାଲ କକ୍ଷ ସୀମାରେ ଅବସ୍ଥାନ କରୁଥିଲା, ସେତେବେଳେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଦୂରତା ସୃଷ୍ଟି ହେଉଥିଲା ଏବଂ ଏହା ଦ୍ୱାରା ସୂର୍ଯ୍ୟଠାରୁ ପୃଥିବୀ ଅଳ୍ପ ତାପ ଗ୍ରହଣ କରିବା ଯୋଗୁଁ ତୁଷାର ସୃଷ୍ଟି ହେଉଥିଲା। ତେଣୁ ଏଇଟା ତ ମାନେ ଏଇଟା ସମ୍ଭବ ଟିକେ ବେଶୀ ହାଇପୋଥେଟିକାଲ, ଟିକେ ବେଶୀ କ'ଣ କହିବି ଆପଣମାନଙ୍କୁ, ମାନେ ଅଧିକା ଟିକେ ଭାବି ଦିଆହେଇଛି। ବଟ୍ ଜିନିଷ ହେଉଛି ଯେହେତୁ ଦିଆଯାଇଛି ତଥ୍ୟଟି, କିଛି ତ ସେମାନେ ଭାବିକି ଦେଇଥିବେ। ତ ତାଙ୍କ ମତରେ ସେ ଯୋଉ ସର୍କଲ ଭଳିଆ ଘୁରୁଥିଲା ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ଏବଂ ନିଜ ଚାରିପଟେ, ସେ କହୁଛି ଅଧିକା ଦୂରତ୍ୱ ହେଇଗଲା ଫଳରୁ ସୂର୍ଯ୍ୟଙ୍କଠୁ ଆମେ ତାପଟା ପାଇପାରିଲୁନି। ଏଇ ସୂର୍ଯ୍ୟଙ୍କଠୁ ତାପ ନ ପାଇଲାରୁ ଥଣ୍ଡା ବଢ଼ିଲା ଏବଂ ସୂର୍ଯ୍ୟଙ୍କ ତାପ ନ ପାଇଲେ ପୁରା ଅନ୍ଧାର ଅନ୍ଧାର ହେଇକି ରହିଲା, ଥଣ୍ଡାଟା ବଢ଼ିବ ଏବଂ ଥଣ୍ଡାଟା ବଢ଼ିଲା ଫଳରେ କ'ଣ ହେଲା, ସେ କହୁଛି ଧୀରେ ଧୀରେ ତୁଷାର ଯୋଗ ସୃଷ୍ଟି ହେଇକି ଧୀରେ ଧୀରେ ବରଫ ସୃଷ୍ଟି ହେଲା। ତେଣୁ ଆପଣମାନଙ୍କୁ କହୁଛି ବର୍ତ୍ତମାନ ମୁଁ କି ଆପଣ ପ୍ରଥମ ତ ଶୁଣିଲେ ଆଗ କି କଣ୍ଟିନେଣ୍ଟାଲ ଅପ୍ଲିମେଣ୍ଟ ଅଥବା ଭୂ ବିପର୍ଯ୍ୟୟର ପ୍ରଭାବ କେମିତି ହୁଏ। ଦ୍ୱିତୀୟରେ ଶୁଣିଲେ ଆପଣମାନେ କେମିତି ତାପମାତ୍ରା ବୃଦ୍ଧି ହେଇଛି। ଆପଣମାନେ ଶୁଣିଲେ କେମିତି ଜ୍ୟୋତିତତ୍ତ୍ୱ ସମ୍ବନ୍ଧୀୟ ଧାରଣାଟି ଏବଂ ତାପରେ ଆପଣ ଶୁଣିଲେ ପୃଥିବୀ କକ୍ଷର ଅସ୍ୱାଭାବିକତା କି ମେ ବି ହେଇଥିବ। ତାପରେ ପୃଥିବୀ କକ୍ଷ ତଳକୁ ଅବନମନ, କେମିତି ତଳକୁ, ପୃଥିବୀ ନିଜ ମେରୁଦଣ୍ଡ କକ୍ଷ ତଳକୁ 66.5 ଡିଗ୍ରୀ କୋଣ ଉତ୍ପନ୍ନ କରି ଢଳି ରହିଛି। ଟିକେ ଆମର ସ୍ଲାଣ୍ଟିଂ, ସେଟା ପୁରା ଷ୍ଟ୍ରେଟ୍ ନଥାଏ, ଆମର ଟିକେ ତେର୍ଛା ହେଇକି ଢଳି ରହିଥାଏ। ଯଦିଓ ପୃଥିବୀ ନିଜ କକ୍ଷ ଚାରିପଟେ ଘୁରୁଥାଏ ଏବଂ ଢଳି ରହୁଛି, ତ ତାହା ଦ୍ୱାରା କ'ଣ ହୁଏ, ପୃଥିବୀର କିଛିଟା ଅଂଶରେ ସୂର୍ଯ୍ୟ କିରଣ ତୀର୍ଯ୍ୟକ ଭାବେ ପଡ଼ିଲା ଏବଂ ଅନ୍ୟ କିଛିଟା ଅଂଶରେ ସୂର୍ଯ୍ୟ କିରଣ ପଡ଼ିଲା ନାହିଁ। ତେଣୁ ସୁତରାଂ ଶୀତଳ ଜଳବାୟୁ ଦେଖାଗଲା ଏବଂ ତୁଷାର ଯୋଗ ସୃଷ୍ଟି ହେଲା। ଏଇ ଯୋଉ ଆମର ତୀର୍ଯ୍ୟକ ଭାବରେ ସେ ଢଳି ରହିଛି, ସେ ଘୁରି ବୁଲୁଛି ନା। ତେଣୁ କିଛିଟା ଜାଗାରେ ଆପଣମାନେ ସ୍କୁଲରେ ବି ଏଗୁଡ଼ା ସବୁ ପଢ଼ିଥିବେ, ପଢ଼ିଲା ବେଳେ ଆମର ଯୋଉ ସୋଲାର ସିଷ୍ଟମ, ସୂର୍ଯ୍ୟମଣ୍ଡଳ, ଆମର ଯୋଉ ସୂର୍ଯ୍ୟର ବିଭିନ୍ନ ପ୍ରକାର ଗ୍ରହ, ସୂର୍ଯ୍ୟ ବିଷୟରେ କେମିତି ଆମର ସୂର୍ଯ୍ୟଗ୍ରହଣ, ସୂର୍ଯ୍ୟ ପରାଗ ହୁଏ, ଚନ୍ଦ୍ରଗ୍ରହଣ ହୁଏ ଏବଂ ସେଇ ସମୟରେ କେମିତି ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀର ପୋଜିସନ କ'ଣ, ପୃଥିବୀ କେମିତି ସୂର୍ଯ୍ୟ ଚାରିପାଖରେ ଘୁରି ବୁଲେ। ତେଣୁ ଏଇଟା ହେଉଛି ପୁରା ଯୋଉ ମୁଁ ଆପଣଙ୍କୁ କହିଥିଲି କି ପ୍ରାଗୈତିହାସିକ ମାନେ ଭୂତାତ୍ତ୍ୱିକବିଦ ଏବଂ ଭୂତତ୍ତ୍ୱବିଦ ଜିଓଗ୍ରାଫି ମାନଙ୍କଠୁ, ଜିଓଲୋଜି ବାଲାଙ୍କଠୁ ସମସ୍ତଙ୍କଠୁ ସାହାଯ୍ୟ ନିଅନ୍ତି। ଏଇଟା ଜିଓଗ୍ରାଫି ବି ଅଛି, ଫିଜିକ୍ସ ବି ଅଛି, ଆମର ସବୁ ପ୍ରକାର ପାଠ ଅଛି ଏଥିରେ। ତ ସେ କହୁଛି ସେ ଯେତେବେଳେ ତୀର୍ଛକ ପଡ଼େ, ସେ ତୀର୍ଛକ ନ ପଡ଼ିକି ସେ ଧୀରେ ଧୀରେ କ'ଣ ହବ, ଗୋଟେ ଜାଗାରେ ତୀର୍ଛକ ପଡ଼ିଲା, ଗୋଟେ ଜାଗାରେ ବିଲକୁଲ ପଡ଼ିଲାନି। ଧର ଗୋଟେ ଜିନିଷ ଘୁରି ବୁଲୁଛି,
ଏଇକିନା ଘୁରି ବୁଲୁଥିବ ତ ଗୋଟେ ଜାଗା ଲାଇଟ୍ ପଡ଼ିବ ଆଉ ଗୋଟେ ଜାଗା ଖାଲି ରହିବ ପୁଣି ସେଟା ଘୁରି ବୁଲେ ସେ ଜାଗାରେ ଲାଇଟ୍ ପଡ଼ିବ ଆରପଟଟା ଖାଲି ପଡ଼ିବ ତ ସେଇ ଜିନିଷଟା ହେଇଛି ପୃଥିବୀ ସହିତ ସେ କହୁଛି ଯେତେବେଳେ ପୁରା ତୀର୍ଛ ପଡ଼ିଲା ସେ ଆର ଜାଗାଟାର ଲାଇଟ୍ ପୋର୍ସନଟା ପୁରା କମିଗଲା ଯୋଉଥିପାଇଁ କି ସେ କହୁଛି ଧୀରେ ଧୀରେ ବରଫ ହେଲା ତାପରେ ଦେଖିବା ପୋଲାର ଡିସପ୍ଲେସମେଣ୍ଟ ଠିକ ଅଛି ଅର୍ଥାৎ ପୃଥିବୀର ସ୍ଥାନ ପରିବର୍ତ୍ତନ ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କଲା ବେଳେ ଦୁଇଥର ଲେଖାଏଁ ସୂର୍ଯ୍ୟର ନିକଟତମ ହୁଏ ଓ ଦୂରତା କରେ ତେଣୁ ପୃଥିବୀର କକ୍ଷର ପରିବର୍ତ୍ତନ ଯୋଗୁଁ ତୁଷାର ସେ କହୁଛି କିଛିଟା ବେଳେ ସେ ସୂର୍ଯ୍ୟଙ୍କ କ୍ଲୋଜ ହେଇଯାଏ ଏବଂ କିଛିଟାରେ ସେ ସୂର୍ଯ୍ୟଙ୍କଠୁ ଦୂରେଇ ଯାଏ ସେ ଯୋଉ ଦୂରେଇବା ସମୟରେ ଥଣ୍ଡା ହେଇକି ବରଫ ତିଆରି ହେଇଗଲା ଛୋଟ ଛୋଟ କାରଣ ମାନେ ଆମେ ଖୋଜୁଛୁ ଏଥିରେ ଆଉ କଣ ଏବଂ ତାପରେ ହଉଛି ଭ୍ୟାରିଏସନ ଇନ୍ ଆଟମସ୍ଫିୟରିକ ଟର୍ବିଡିଟି or ଆଗ୍ନେୟଗିରି ଧୂଳି ସମ୍ବନ୍ଧୀୟ ମତବାଦ ଏଇଥିରେ କଣ ହୁଏ ତାପରେ ଆମେ ସୋଲାର ସ୍ପଟଟା କରିବା ଏଥିରେ ଛୋଟଟା ମୁଁ ଆପଣଙ୍କୁ କହିଦଉଛି ସେ କହୁଛି ବାୟୁରେ ଆମର ଯୋଉ ଏୟାରରେ ଆମର ଯୋଉ ବିଭିନ୍ନ ପ୍ରକାର ଧୂଳିକଣା ଅଛି ସୂର୍ଯ୍ୟ ତାପ ଗ୍ରହଣ ଥିବା ଧୂଳିକଣା ସୂର୍ଯ୍ୟ ତାପ ଗ୍ରହଣ ପ୍ରତିଫଳନ ଓ ବାୟୁମଣ୍ଡଳର ବହିର୍ଭାଗକୁ ବିକିରଣ କରିବାରେ ସାହାଯ୍ୟ କରେ ଯେତେବେଳେ ପୃଥିବୀ ପୃଷ୍ଠରେ ଆଗ୍ନେୟଗିରିର ବିସ୍ଫୋରଣ ଭୟଙ୍କର ବିସ୍ଫୋରଣ ଘଟେ ସେତେବେଳେ ପୃଥିବୀର ସ୍ୱାଭାବିକ ତାପମାତ୍ରାଠୁ ଖୁବ୍ କମ୍ ତାପମାତ୍ରା ଗ୍ରହଣ କରେ ତେଣୁ ଭୂକାଳର ତୁଷାର ଯୁଗ ପରବର୍ତ୍ତୀ ସମୟରେ ପୃଥିବୀ ପୃଷ୍ଠରେ ଆଗ୍ନେୟଗିରି ବିସ୍ଫୋରଣ ଘଟିବା ଫଳରେ ପୃଥିବୀ ଧୂଳିର ପରିବର୍ତ୍ତନ ହେବା ଯୋଗୁଁ ସୂର୍ଯ୍ୟଠାରୁ କମ୍ ତାପ ଗ୍ରହଣ କରେ ଏବଂ ତୁଷାର ସୃଷ୍ଟି ହୁଏ ଏଇଟା ଯୋଉ ତାପ ଗ୍ରହଣ କରୁଛି ସେ କହୁଛି ଏଇଟା ଯେତେବେଳେ ବିସ୍ଫୋରଣ ହେଲା ପୁରା ଧୂଳି ହେଇଗଲା ତେଣୁ ତାପଟା ଗ୍ରହଣ କରିପାରିଲାନି ଆବଜର୍ବ କରିପାରିଲାନି ଯୋଉଥିପାଇଁ କି ତୁଷାର ଆମର ବଢୁଛି ତାପରେ ଆମର ହଉଛି सोलार स्पॉट थियोरी अथवा सूर्य रश्मि विकिरण परिवर्तन जेतेबेले सौर कलंक हुए अथवा आमर सौर कलंक हुए सेतेबेले सूर्य अधिक ताप परित्याग करे टेम्परेचर यही समय रे अधिकांश आम टेम्परेचरटा कमी भी जाए एवं देखिए आम आकाशटा मेघुआ रहे कहीं सौर कलंक हेल्ले सूर्यटा पूरा कभर हो गला ढांकी गले आमर कौन आकाशटा मेघुआ रहा तेणु आकाशटा मेघुआ रहा फल कौन हम आमर बादल बादल देखा जाए एवं प्रबल वर्षा भी हुए आगुरी होता है तो बहुत किसी टेम्परेचर बदल गलानी आगुरी आम सूर्य पराग मैंने पूरा अंधार हो वर्षा हम तो धीरे धीरे तापमात्रा कम पाए एवं विकिरण सूर्य को किरणटा कम मिले जो कि वायुमंडल धूलिपूर्ण हो सूर्य ताप विकिरण बंद कर दिए जो कि ग्लासिएशन हुए परिष्कार हो गला पुणी तापमात्रा आमर मिले तापर आम आसवा आ गोटे थियोरी हूँ सिम्पसन थियोरी अथवा सिम्पसन का मतवाद है ना ये सिम्पसन का मतवाद से कहते सूर्य सिम्पसन मतवाद मतरे सौर सौर रश्मि विकिरण दीर्घ परिवर्तन चक्र उपर प्रतिष्ठित सूर्य ताप विकिरण वृद्धि हेले पृथ्वीर वायुमंडल प्रसारित होगा सहित विभिन्न प्रकार बाष्पीकरण होगा संगे संगे अत्यधिक मेघुआ बादल देखा जाए फल वायुमंडल मेघाच्छिन्न होगा जो पृथ्वीर सूर्यताप विच्छिन्न हुए ग्रीष्ममंडल में ताप विकिरण वृद्धि हेले प्रबल वर्षा हुए एवं मेरु अंचल अधिक तुषारपात हुए गरम दिन देखिए बहुत खरा है वर्षा हम इमिडिएट आम तो ये जापे कि मेरु अंचल कौन हुए ना से वर्षा हुए तेणु आम जो उच्च अक्षांश एवं उच्च स्थान मान अधिक वृष्टिपात उच्च स्थान मानक बरफ सृष्टि हुए जेहेतु सूर्यताप क्रमे क्रमे बढ़िबार लगी एक समय आसब कि आमर गोटे उच्च अक्षांश हाई अल्टीट्यूड गुड़े अधिक वर्षा हम एवं बाष्पीकरण वृष्टि होगा फल तुषार संगठन भी ह्रास पाए जोटा कि मैं आपको कहली कि धीरे धीरे कौन हो आम मान जो परिवेश परिवर्तन होची आमर ये जो धीरे धीरे जो आमर जो विभिन्न प्रकार प्रदूषण हो चली तो सेटा कौन हो प्रदूषण फल कौन हो आमर आकाशटा को सेटा गोटे आप दिल्ली परिवेश विषय शुणी थे आकाशटा को आप नॉर्मल टाइम रे भी दिल्ली रे अनेबे जो आमको क्लीयर आकाश देखा जाए आपड़ आमर ओडिशा रे हो भुवनेश्वर ओडिशा रे कोई भी जगह हूँ कि अन्य राज्य मानक आपण छात पर जो छिड़ा हे अनेबे पूरा क्लीन आकाशटा देखा एत सुंदर देखा जाऊ जो वर्षा होगी छाड़ी कि ये जो संध्या टाइम पूरा स्तर स्तर होगी देखा तो सूर्य किरणटा एत क्लीयर आसे मैंने देखिपारे कि जिते बड़े ये आकाश में गोटे छाई गला गोटे चादर भाया पड़ जाए जो थी कि सूर्य को किरणटा आमको ठीक पहुँची पारनी से सूर्य किरण जब आमको ठीक न पहुँची पारा तो आमको तो किरणटा ठीक न मिले तो से हिसाब से कौन ठंडाटा बढ़ला तो ये ठंडाटा बढ़ले धीरे धीरे कौन हुए से बादल माने जो कहते बरफ आकार कि मेघुआ बादल आकार देखा जाए तो से मेघुआ बादल आकार जो देखा जाए मेघुआ बादल आकार देखा फल कौन ठंडाटा रहा कि सी कह धीरे धीरे आमर परिवेश एमती मात्रा बदली चली जो कि आमर कौन हो धीरे धीरे माने आमर जो सूर्य किरणटा कमी आसवा कमी जाऊँ
ଯୋଉଥିପାଇଁ କି ସୂର୍ଯ୍ୟଙ୍କ କିରଣ ଆସିବା ଫଳରେ କଣ ହଉଛି, ତା କମିଗଲା ଫଳରେ ଆମର ବିଭିନ୍ନ ପ୍ରକାର କାଳ ବଦଳି ଯାଉଛି। କି ଯୋଉଠି ବରଫ ପଡିବା କଥା ସେଠି ପ୍ରବଳ ଗରମ ହଉଛି, ବରଫ ତରଳି ଯାଉଛି। ଯୋଉଠି ବରଫ ନ ପଡିବା କଥା, ମାନେ ଯେମିତି ଏଇ ଯୋଉ ଇଏ ଜାଗା ଗୁଡାରେ, ଏ ଜାଗା ଗୁଡାରେ ଗରମ ପ୍ରବଳ ଗରମ ହଉଛି। ଆପଣ ମାନେ ଆମର ଆଗରୁ ଆମେ ଅନୁଭବ କରୁଥିଲୁ ବିଭିନ୍ନ ପ୍ରକାରର, ଆପଣ ଦେଖିବା ଆମର ଆଗରୁ ବିଭିନ୍ନ ପ୍ରକାରର ଆମର ଥିଲା ହଉଛି, ଆମେ ଆମେ ଯୋଉ ଆମର ଯୋଉ ଋତୁ ପରିବର୍ତ୍ତନଟା ଆମେ ଆଗରୁ ବହୁତ ଭଲ ଭାବରେ ଅନୁଭବ କରିପାରୁଥିଲୁ। ସେ ବର୍ଷା ହଉ, ଗରମ ହଉ, ଥଣ୍ଡା ହଉ, ଥଣ୍ଡା ଆମର ବହୁତ ଭଲରେ ହୁଏ, ବର୍ଷା ବି ଆମର ବହୁତ ଭଲରେ ହୁଏ, ଗରମ ବି। ବଟ୍ ପୂର୍ବ ବର୍ଷରେ ଆପଣ ଅନୁଭବ କରିବେ କେବଳ ଗରମଟା ହିଁ ଆମେ ଅନୁଭବ କରିଛୁ, ଆମେ ଥଣ୍ଡା ତ ଜମା ଅନୁଭବ ହିଁ କରିପାରୁନୁ। ତେଣୁ ଏଇ ଯୋଉ ଋତୁ ପରିବର୍ତ୍ତନରେ ଯୋଉ ଆମର ଅଚାନକ ସେ ବଦଳ ଆସୁଛି, ଏଇ ବଦଳ ପରେ କଣ ଏଇ ଜାଗା ଗୁଡାରେ ଖାଲି ଗରମ ହିଁ ହଉଛି। ତ ଆପଣ ଭାବନ୍ତୁ, ଏଇଟା ତ ଛୋଟ ସହର ଗୋଟେ, ମେଟ୍ରୋ ସିଟି ଯେମିତି ବମ୍ବେ ହେଲା, ଦିଲ୍ଲୀ ହେଲା, କାଲକାଟା ହଉ, ହାଇଦ୍ରାବାଦ, ଯୋଉଠି ଅନବରତ ଗାଡି ଗୁଡା ଚାଲିଛି, ଅନବରତ ଘର ତିଆରି, ଅନବରତ ଅର୍ବାନାଇଜେସନ ନାଁରେ ଜିନିଷ ତିଆରି ଚାଲିଛି, ସେ ଜାଗା ଗୁଡାର ଅବସ୍ଥା କଣ ହଉଥିବ। ତ ୟାର ପ୍ରଭାବଟା ଧୀରେ ଧୀରେ ଆମ ହିମାଳୟ ଉପରେ ପଡିଲାଣି, ଯୋଉଥିପାଇଁ କି ଯୋଉ ବରଫଟା ଆମର ହଉଥିଲା, ଏତେ ଗରମ ହେଲାଣି ଯେ ସେପଟ ଜାଗାରେ ବରଫ ହିଁ ପଡୁନି। ଏ ବର୍ଷ ଶୀତ ଦିନରେ ମାନେ ଏଇ ସମୟରେ ଯାଇକିନା, ଏଇ ସମୟରେ ଯାଇକି ସିମଲା ମନାଲିରେ ଟିକେ ଟିକେ ଛିଞ୍ଚା ପଡିଲା ଭଳିଆ ବରଫ ପଡିଛି। ଯୋଉଟା କି ମାନେ ଏଇ ସମୟରେ ମାନେ ଫେବୃଆରୀ ମାସରେ, ଯୋଉଟା କି ଡିସେମ୍ବର, ଜାନୁଆରୀ, ଫେବୃଆରୀ ପୁରା ଏତେ ବରଫ ଥାଏ ଯେ କୋଉ ବି ମାନେ ପର୍ଯ୍ୟଟକ ମାନେ ଯାଇପାରନ୍ତିନି। ତେଣୁ ଧୀରେ ଧୀରେ ଆମର ଏଇ ଯୋଉ ହିମ ପରିବେଶଟା ତରଳିବା ପାଇଁ ଚାଲିଛି। ତ ଯୋଉଥିପାଇଁ କି ଆମ ମାନଙ୍କର ଶରୀର ବି ସେଇ ହିସାବରେ ଆଡଜଷ୍ଟ କରିଗଲାଣି, ଆଣ୍ଡ ଆମେ ବି ସେଇ ହିସାବରେ ଚଳିଗଲୁଣି। କିନ୍ତୁ ଯୋଉ ହିମ ଜାଗାରେ ଯୋଉମାନେ ଲୋକମାନେ ରହୁଥିବେ, କି ତାଙ୍କର ଯୋଉ ପଶୁପକ୍ଷୀ ହଉଥିବ, ସେମାନେ ସହଜରେ କେବେ ବି ଏଇଥିରେ ଆଡଜଷ୍ଟ କରିପାରିବେ ନାହିଁ। କାହିଁକିନା ତାଙ୍କୁ ହଠାତ୍ କିନା ଯଦି ଆପଣ ଚେଞ୍ଜ କରିଦେବେ ଟେମ୍ପରେଚର, ତାଙ୍କ ପାଇଁ ବହୁତ ମୁସ୍କିଲ। ତ ତାପରଟା ହଉଛି ଭ୍ରମଣଶୀଳ ମେରୁ ସମ୍ବନ୍ଧୀୟ ମତବାଦ। ଏଥିରେ କୌଣସି କହୁଛନ୍ତି କେତେକ ବିଦ୍ୱାନଙ୍କ ମତରେ ଉତ୍ତର ଓ ଦକ୍ଷିଣ ମେରୁ, ଉତ୍ତର ଓ ଦକ୍ଷିଣ ମେରୁ ସେମାନଙ୍କର ବର୍ତ୍ତମାନ ଅବସ୍ଥିତିରୁ ଅନ୍ୟ ଏକ ଦୂର ଘୁଞ୍ଚି ଯାଇଛି। ଯୋଉଟା କି ଭାବୁଛୁ ସୂର୍ଯ୍ୟ ମଧ୍ୟ ଏକ ପରିବର୍ତ୍ତନଶୀଳ ଗ୍ରହ। ତେଣୁ ଏହା ସର୍ବଦା ସମାନ ପରିମାଣରେ ତାପ ଦିଏ ନାହିଁ। ସୂର୍ଯ୍ୟର ସବୁବେଳେ ଚେଞ୍ଜ ହଉଛି, ଯୋଉଟା କି ଆମେ ସବୁବେଳେ ସମାନ ତାପଟା ଦଉନି। ତେଣୁ ଏଥିରୁ ଏଇ ବିଶ୍ୱର ବିଭିନ୍ନ ତଥ୍ୟରୁ ଜଣାଯାଏ ଯେ ମେରୁସ୍ଥାନ ପରିବର୍ତ୍ତନ ଯୋଗୁଁ ପ୍ରତିବର୍ଷ 5 ଡିଗ୍ରୀ ତାପ ପରିମାଣ ହ୍ରାସ ପାଏ। ଏଣୁ ଏହା ଦ୍ୱାରା ତୁଷାର ଯୁଗର ସୃଷ୍ଟି ହେଇଛି। ତେଣୁ ସିଏ କହୁଛି ତୁଷାର ଯୁଗ କେମିତି ସୃଷ୍ଟି ହେଇଥିଲା ସେତେବେଳେ ଟାଇମରେ। ଆମ ମାନଙ୍କର ତ ମୁଁ ଆପଣଙ୍କୁ ଏବେ କହିଲି ଆମର ଗରମ ଯୁଗ କେମିତି ଚାଲିଛି, ଆମର ଖରା କେମିତି ହେଇ ଚାଲିଛି। କିନ୍ତୁ ଏବଂ ଆମର ଏଇ ଯୋଉ ତୁଷାର ଯୁଗର କେମିତି ଅବଶେଷ ମାନେ ସମାପ୍ତ ବି କେମିତି ଘଟିଲାଣି। କିନ୍ତୁ ସିଏ କହୁଛି ଆଉ ଗୋଟେ ମତ ବି ସେମାନେ ଭାବନ୍ତି କି ସେତେବେଳେ ଯୋଉ ତୁଷାର ଯୁଗ ହଉଥିଲା, ସେ କହୁଛି ଯେହେତୁ ଉତ୍ତର ଦକ୍ଷିଣ ମେରୁ ଟିକେ ଘୁଞ୍ଚି ଯାଇଛି ଏବଂ ସୂର୍ଯ୍ୟଟା ସବୁ ଟାଇମ ବଦଳୁଥାଏ, ପରିବର୍ତ୍ତନ କରୁଥାଏ ଏବଂ ସବୁ ଟାଇମ ଇକ୍ୱାଲ ଟେମ୍ପରେଚର ଦିଏନି। ଏଠି ବି ଆପଣ ଦେଖୁଥିବେ କୋଉଦିନ ବହୁତ ଖରା, କୋଉଦିନ ଟିକେ କମ ଖରା, କୋଉଦିନ ଥଣ୍ଡା ଲାଗୁଥିବ, ହଠାତ୍ କିନା ଏବେ ଯୋଉ ବର୍ଷା ହେଇଛି, ଆମେ 2 ଦିନ ହେଲାଣି ଆପଣ ମାନେ ଥଣ୍ଡା ଅନୁଭବ କରିପାରୁଥିବେ। ତେଣୁ ସେ କହୁଛି ଏଇଥିରୁ ଜଣା ପଡେ ଯେ 5 ଡିଗ୍ରୀ ତାଙ୍କର ତାପର ପରିମାଣ କମିଲା ବେଳକୁ ତୁଷାର ଯୋଉ ପାହାଡ ଜାଗାରେ, ଉପର ଜାଗାରେ, ପୁରା ପୁରା ଉପର ଜାଗାରେ ଯୋଉଠିକି ବରଫ ପଡେ, ସେଠି କଣ କି ଟିକେ ଟେମ୍ପରେଚର କମିଲା ମାନେ ସାଙ୍ଗେ ସାଙ୍ଗେ ସେଠି ବରଫ ପଡିଯିବ। ତେଣୁ ସେଇଠି ସେ କହୁଛି ତୁଷାର ଯୁଗର ଆରମ୍ଭଟା ଏମିତି ହେଲା। ତ ଏଇ ଯୋଉ ସବୁ କାରଣ ମାନେ ଆମେ ପଢିଲେ ତୁଷାର ଯୁଗ ଆରମ୍ଭର, ସିଏ ଭୂ ବିପର୍ଯ୍ୟୟର ପ୍ରଭାବ ହଉ, ଅଥବା ଇନକ୍ରିଜ ଅଫ ଟେମ୍ପରେଚର ହଉ, ଅଥବା କୋରେଲ୍ସ ହାଇପୋଥେସିସ୍ ହଉ, ଅଥବା ପୃଥିବୀ କକ୍ଷର ଅସ୍ୱାଭାବିକତା ହଉ, ଅଥବା ପୃଥିବୀ କକ୍ଷ ତଳକୁ ଅବନମନ ହଉ, ଅଥବା ପୃଥିବୀର ସ୍ଥାନ ପରିବର୍ତ୍ତନ ହଉ, କି ଆଗ୍ନେୟଗିରି ଧୂଳି ସମ୍ବନ୍ଧୀୟ ମତବାଦ ହେଉ, କି ସୂର୍ଯ୍ୟ ରଶ୍ମି ବିକିରଣ ପରିବର୍ତ୍ତନ ହଉ, ସମ୍ପିସନଙ୍କ ମତବାଦ ହଉ, ଭ୍ରମଣଶୀଳ ମେରୁ ସମ୍ବନ୍ଧୀୟ ମତବାଦ ହଉ, ଏ ସବୁ ମତବାଦ ଆମକୁ ଗୋଟେ ଜିନିଷ ଦଉଛି। କଣ ଦଉଛି? କି ସେତେବେଳେ ତୁଷାର ଯୁଗ କେମିତି ହେଇଥିଲା ଏବଂ ତୁଷାର ଯୁଗଟି କାହିଁକି ହେଇଥିଲା, ବର୍ତ୍ତମାନ ଯୁଗ କେମିତି ପରିବର୍ତ୍ତନ ହଉଛି ଏବଂ ବର୍ତ୍ତମାନରେ ଆମର ସେତେବେଳେ ଯୁଗର ଯୋଉ ତୁଷାର ଯୁଗଟା ଥିଲା, ଆମେ ଯୋଉ ବାରମ୍ବାର କହୁଛୁ କି ପରିବେଶ 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 ପରିବେଶ, ତ ଏଇ ପରିବେଶର ଭୂମିକା କଣ ଥିଲା? ପରିବେଶର ଭୂମିକା ଆମେ ଯୋଉ ବିଭିନ୍ନ ପ୍ରକାର ଜୀବାଶ୍ମ କି ଜୀବ ଆମେ ଯାହା ବି ପାଉଛୁ, ଏ ପରିବେଶର ଭୂମିକା କଣ ଥିଲା? ତେଣୁ ମୁଁ ଆପଣମାନଙ୍କୁ କହି ରଖିକି ଆମର ପ୍ରାଗୈତିହାସିକ ପରିସରରେ ମୁଁ ଆପଣଙ୍କୁ କହିଥିଲି ସେତେବେଳେ କି ପ୍ରାଗୈତିହାସିକ ପରିସର ଭିତରେ ଆମେ ପ୍ରାଚୀନ ପରିବେଶକୁ ବହୁତ ଗୁରୁତ୍ୱ ଦେଉଥିଲେ, ପ୍ରାଚୀନ ସଂସ୍କୃତି, ପ୍ରାଚୀନ ପରିବେଶ ଏବଂ ପ୍ରାଚୀନ ଅର୍ଥନୀତିକୁ। ତେଣୁ ଏଇ ଯୋଉ ପ୍ରାଚୀନ ପରିବେଶ ଥିଲା, ଏ ପ୍ରାଚୀନ ପରିବେଶଟି ମଣିଷ ଜୀବନ ଏବଂ ଜୀବନଧାରା ଉପରେ ବହୁତ ପ୍ରଭାବ ପକାଏ, ଜୀବନଧାରା ଉପରେ ବହୁତ ପ୍ରଭାବ ପକାଏ। ତେଣୁ ପ୍ରାଗୈତିହାସିକ ଜୀବନ ଶୈଳୀକୁ ଆମେ ଯେତେବେଳେ ଭଲରେ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଅନୁସନ୍ଧାନ କରିବୁ, ଆମେ ଗୋଟେ ନିର୍ଣ୍ଣୟକୁ ପହଞ୍ଚି ପାରିବୁ କି ସେଇ ସମୟର ଲୋକମାନଙ୍କର ଯୋଉ ପରିବେଶ ଥିଲା, ସେଇ ସମୟରେ ଯୋଉ ଯାହା ତାପମାତ୍ରା ଥିଲା, ସେତେବେଳର ଲୋକ
ସେଥିପାଇଁ ଆପଣମାନେ ଦେଖିବେ ତାଙ୍କ ଶରୀରରେ ଖୁବ୍ ଲୋମ ଥିଲା। କାହିଁକି? ସେତେବେଳର ଥଣ୍ଡା ଜାଗା ଥିଲା ଏବଂ ସେମାନେ ଯେଉଁ ଘଞ୍ଚ ବଣ ଜଙ୍ଗଲରେ ରହୁଥିଲେ, ନିଜକୁ ସେମାନେ ଏକ ତ ତାଙ୍କ ଦେହରେ ଯେଉଁ ଲୋମ ଥିଲା ତାଙ୍କୁ ବିଭିନ୍ନ ଆମର ଏଇ ଯେଉଁ ଡ୍ରାଷ୍ଟିକ୍ ଟେମ୍ପରେଚର ବଞ୍ଚେଇ ରଖୁଥିଲା। ତା ବ୍ୟତୀତ ସେମାନେ ବିଭିନ୍ନ ପ୍ରକାର ବୃକ୍ଷରୁ ତିଆରି ଯେଉଁ ବକଳମାନ ପିନ୍ଧି ନିଜକୁ ଟିକେ ପ୍ରୋଟେକ୍ଟ କରି ରଖୁଥିଲେ। ତା ବ୍ୟତୀତ ସେମାନେ ବିଭିନ୍ନ ପ୍ରକାର ନିଆଁର ଅଗ୍ନିର ଉଦ୍ଭାବନ କରି ନିଜକୁ ପ୍ରୋଟେକ୍ଟ କରି ରଖୁଥିଲେ। କିନ୍ତୁ ଧୀରେ ଧୀରେ ସମୟ କ୍ରମରେ ସେଇ ମଣିଷମାନେ ସେଇ ଜଙ୍ଗଲରୁ ବାହାରି ଏଇ ଯେଉଁ ଆପଣମାନଙ୍କୁ କହିଲି ଏଇ ଯେଉଁ ତୁଷାର ଯୁଗର ସୃଷ୍ଟି, ଏମିତିଆ ଯୁଗରେ ମଣିଷର ଅବସ୍ଥାନ ବହୁତ କଷ୍ଟ। କିନ୍ତୁ ସେଇ ମଣିଷମାନଙ୍କ ଭିତରୁ କିଛି ମଣିଷ ଯାଇ ସେଇଠି ରହିଛନ୍ତି, କିଛି ମଣିଷ ଏଇଠି ରହିଛନ୍ତି, ଯେଉଁଥିପାଇଁ କି ଆମକୁ ନହେଲେ ଏ ପରିବେଶ ବିଷୟରେ, ସେ ସମୟର ଜୀବଜନ୍ତୁଙ୍କ ଉତ୍ପତ୍ତି ବିଷୟରେ, ସେ ସମୟର ଖାଦ୍ୟ ବିଷୟରେ, ସେ ସମୟରେ ଆମେ ଯେଉଁ ଶୁଣିଲେ କି ମଣିଷର ବାନରାକୃତି ମଣିଷ ସେଇ ସମୟରେ ରୁ କେମିତି ଧୀରେ ଧୀରେ ବିବର୍ତ୍ତନରେ ଆସିଛି, ଏଇସବୁ ତଥ୍ୟ ଆମକୁ ମିଳିଥାଏ। ତେଣୁ ଆମେ ଏଇ ପାଠରେ କେମିତି ଆମେ ଆମର ପରିବେଶକୁ ସୁରକ୍ଷିତ ରଖିବା, ପୁନର୍ଗଠନ କରିବା, ପ୍ରାଗୈତିହାସିକ ତଥ୍ୟରୁ ଆମକୁ ଜଣାପଡ଼େ କେମିତି ଆମର ପୁରୁଣା କାଳର ଲୋକମାନେ ରହୁଥିଲେ ଏବଂ ସେ ସମୟରେ ତୁଷାର ଯୁଗ କେମିତି ସୃଷ୍ଟି ହେଇଥିଲା, ତୁଷାର ଯୁଗ କେତେ ଦିନ ଚାଲିଲା, ଧୀରେ ଧୀରେ ତୁଷାର ଯୁଗର ହ୍ରାସ କାହିଁ ଘଟିଲା ଏବଂ ଜୀବର ଉତ୍ପତ୍ତି କେବେଠୁ ଆରମ୍ଭ ହେଲା ଏବଂ କିପରି ଶେଷ ହେଲା। ସୋ ଆଜିର କ୍ଲାସଟି ମୁଁ ଏଇଠୁ ଶେଷ କଲି। ଥ୍ୟାଙ୍କ ୟୁ, ଧନ୍ୟବାଦ ସମସ୍ତଙ୍କୁ।